गोटे मिनिट आम माँ को नाम बर्तमान जप करिया। मा 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 Ma 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 ओवर संवेद कंठरे राधा पतना पहिली देखारे जानिली प्राण प्रभु ईश्वर हृदय देवता घिनिबा हेउ अर्घ्य मोहर सबु मो भावना बेग अनुभूति अंतरी जीवनर गति सकल प्रति अणु शरीरे प्रतिरक्त बिंदु मोहर प्रभु सेना तुमरी एकांते मोहि सर्वमन्ते निश्चिते मो तुमरी मोर बोली किछि रखिनी हेउ इच्छा पूरण जहा बाची देव मो पाई जीवन बा मरण सुख दुख भोग वेदना जहा सुमो पासे तुम्भ दान बोली आदरे बरी ने बिहार से गोटी गोटी तुम्भ दान मो ठारे दिव्य संपद बोही आनिबे मो समीपे अपरूप आनंद। दुर्गा स्तोत्र। मातः दुर्गे सिंह वाहिनी सर्वशक्तिदायिनी मातः शिवप्रिय तोर सत्यांश जात आम्भे माने भारत वर्षर युवकगण तोर मंदिर रे आसीन प्रार्थना करुचु शुण मातः एही भारत वर्षे आविर्भूत हो प्रकाश हो। मातः दुर्गे जुगे जुगे मानव शरीर रे अवतीर्ण होई जन्मे जन्मे तोर ही कार्य करी तो आनंद धामरे फेरी जाऊ एथर भी जन्म होई तोहरी कार्य रे ही आमे माने व्रती शुण मातः एही भारत वर्षे आविर्भूत हो सहाय हो। मातः दुर्गे सिंह वाहिनी त्रिशूल धारिणी वर्म आवृत सुंदर शरीरे मातः जयदायिनी तो प्रतीक्षारे भारत रहीअछि तोर से मंगलमयी मूर्ति देखा उत्सुक शुण मातः एही भारत वर्षे आविर्भूत हो प्रकाश हो। मातः दुर्गे बलदायिनी प्रेमदायिनी ज्ञानदायिनी शक्ति स्वरूपिणी भीमे सौम्य रौद्र रूपिणी जीवन संग्रामे भारत संग्रामे तोर प्रेरित योद्धा आम्भे माने दिय मा प्राणे मन असुरर शक्ति असुरर उद्यम दिय मा हृदय रे बुद्धि रे देव चरित्र देव ज्ञान। मातः दुर्गे जगत श्रेष्ठ भारत जाति निबिड़ तिमिर रे आच्छन्न थिला
ତୁ ହିଁ ମାତ ଗଗନ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମାତଃ, ତିମିର ବିନାଶ କର। ମାତଃ ଦୁର୍ଗେ ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା, ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମିତର ବିଭୂତି। ଆଜି ପର୍ଯ୍ୟନ୍ତ ଶକ୍ତି ସଂଗ୍ରହଣର ଆତ୍ମଗୋପନ କରିଥିଲା। ଆଗତ ସେଇ ଯୁଗ, ଆଗତ ସେଇ ଦିନ, ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବର ଉପଯୁକ୍ତ ହେଉ। ହେ ମାତଃ ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ। ମାତଃ ଦୁର୍ଗେ କାଳୀ ରୂପିଣୀ ମୁଣ୍ଡମାଳିନୀ ଦିଗମ୍ବରେ କୃପାଣ ପାଣି ଦେବୀ, ଅସୁର ବିନାଶିନୀ କ୍ରୂର ନିନାଦରେ ଅନ୍ତସ୍ତରୀକୁ ବିନାଶ କର। ଗୋଟିଏ ବି ଯେପରି ଆମମାନଙ୍କ ମଧ୍ୟରେ ଜୀବିତ ରହି ନପାରେ, ବିମଳ ନିର୍ମଳ ଯେପରି ହେଉ, ଏହି ପ୍ରାର୍ଥନା ମାତଃ ପ୍ରକାଶ ହୁଅ। ମାତଃ ଦୁର୍ଗେ ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ, ହେ ମାତ ଆମ୍ଭମାନଙ୍କୁ ମହତ୍ କର, ମହତ୍ ପ୍ରୟାସୀ କର, ଉଦାର ଚେତା କର, ସତ୍ୟ ସଂକଳ୍ପ କର, ଯେପରି ଆଉ ଅଳ୍ପାସୀ ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହଉ। ମାତଃ ଦୁର୍ଗେ ଯୋଗ ଶକ୍ତି ବିସ୍ତାର କର। ଆମେ ହିଁ ତ ପ୍ରିୟ ଆର୍ଯ୍ୟ ସନ୍ତାନ। ଆମମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା ଚରିତ୍ର ମେଧାଶକ୍ତି ଶ୍ରଦ୍ଧା ଭକ୍ତି ତପସ୍ୟା ବ୍ରହ୍ମଚର୍ଯ୍ୟ ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମାତଃ ଦୁର୍ଗେ ଅନ୍ତସ୍ତରୀକୁ ସଂହାର କରି ବାହାରର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତା ଆର୍ଯ୍ୟ ଜାତି ଭାରତର ପବିତ୍ର କାନନେ ଉର୍ବର କ୍ଷେତ୍ରେ ଗଗନ ସହଚର ପର୍ବତ ତଳେ ପୂତ ସଲିଳା ନଦୀ ତୀରେ ଏକତା ପ୍ରେମ ସତ୍ୟ ଶକ୍ତି ଶିଳ୍ପ ସାହିତ୍ୟ ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃ ଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମାତଃ ଦୁର୍ଗେ ଆମମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମେମାନେ ହୋଇ ଉଠିବୁ ତୋର ଯନ୍ତ୍ର, ଅଶୁଭ ବିନାଶୀ ତରବାରୀ, ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ହେ ମାତଃ ଭାରତର ଯୁବକଗଣଙ୍କର ଏଇ ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭନ୍ତ୍ରୀ ହୋଇ ତରବାରୀ ଘୁରାଅ, ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମାତଃ ଦୁର୍ଗେ ତତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ, ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମାତ ଆମମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀର ମାର୍ଗ ପ୍ରଦର୍ଶିନୀ ଆସ, ଆଉ ବିସର୍ଜନ କରିବୁ ନାହିଁ। ଆମମାନଙ୍କ ସମଗ୍ର ଜୀବନ ହଉ ନିରବଚ୍ଛିନ୍ନ ଦୁର୍ଗା ପୂଜା। ଆମମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃ ସେବାବ୍ରତ ହଉ। ଏହା ହିଁ ପ୍ରାର୍ଥନା ମାତ ଭାରତରେ ଆବିର୍ଭୂତ ହୋ ମା ପ୍ରକାଶ ହୋ ପ୍ରକାଶ। ମା ବହି ଚତୁର୍ଥ ଅଧ୍ୟାୟ। ଅର୍ଥ ବିଶ୍ୱଗତ ଶକ୍ତିର ଗୋଟିଏ ସ୍ଥୂଳ ଚିହ୍ନ। ଏହି ଶକ୍ତି ଯେତେବେଳେ ପୃଥିବୀ ଉପରେ ପ୍ରକାଶିତ ହୁଏ, ସେତେବେଳେ ତାହାର କ୍ରିୟା ହୁଏ ପ୍ରାଣ ଓ ଜଡ଼ ସ୍ତରରେ। ବାହ୍ୟ ଜୀବନର ପରିପୂର୍ଣ୍ଣତା ନିମିତ୍ତ ଏହି ଶକ୍ତି ଅପରିହାର୍ଯ୍ୟ। ଉତ୍ପତ୍ତି ଏବଂ କର୍ମରେ ଏହା ହେଲା ଭଗବାନଙ୍କର ଶକ୍ତି। ତେବେ ଭଗବାନଙ୍କର ଅନ୍ୟାନ୍ୟ ଶକ୍ତି ପରି ଏହା ବି ପୃଥିବୀରେ ହସ୍ତାନ୍ତରିତ ହୋଇଛି ଏବଂ ନିମ୍ନ ପ୍ରକୃତିଗତ ଅଜ୍ଞାନ କ୍ଷେତ୍ରରେ ଅହଙ୍କାର ନିଜ ବ୍ୟବହାର ନିମିତ୍ତ ଏହାକୁ ଅପହରଣ କରିଛି, ଅଥବା ଆସୁରିକ ପ୍ରଭାବ ଏହାକୁ ଅଧିକାର କରି ନିଜର ଉଦ୍ଦେଶ୍ୟ ସାଧନ ସକାଶେ ବିକୃତ କରିଛି। ବସ୍ତୁତଃ ଏହି ତିନୋଟି ଶକ୍ତି କ୍ଷମତା ଧନ ଓ କାମ ମନୁଷ୍ୟର ଅହଙ୍କାର ଓ ଅସୁର ସକାଶେ ପରମ ଆକର୍ଷଣର ବସ୍ତୁ। ଏହି ତିନୋଟି ପ୍ରାୟ ସର୍ବତ୍ର ଅଧିକାରୀଙ୍କ ଦ୍ୱାରା ଅନଧିକାରୀଙ୍କ ଦ୍ୱାରା ଅଧିକୃତ ହୋଇ ଅପବ୍ୟବହୃତ ହେଉଛି। ଯେଉଁମାନେ ଧନାକାଂକ୍ଷୀ ବା ଧନର ରକ୍ଷକ, ସେମାନେ ପ୍ରାୟ ଯେତେ ଧନର ଅଧିକାରୀ ନୁହନ୍ତି, ସେତେଟା ଧନ ସେମାନଙ୍କୁ ଅଧିକାର କରିଛି। ଅସୁରମାନେ ଧନକୁ ଦୀର୍ଘକାଳ ସେମାନଙ୍କ କବଳରେ
ରଖିଛନ୍ତି, ଅପବ୍ୟବହାର କରିଛନ୍ତି, ତା ଫଳରେ ଧନ ଉପରେ ଯେ ଗୋଟାଏ ଦୂଷିତ ପ୍ରଭାବର ଛାପ ରହିଛି, ସେଥିରୁ ଖୁବ୍ ଅଳ୍ପ ଲୋକ ହିଁ ନିଜକୁ ପୂର୍ଣ୍ଣ ଭାବରେ ରକ୍ଷା କରିପାରିଛନ୍ତି। ଏହି କାରଣରୁ ସକଳ ଅଧ୍ୟାତ୍ମ ମାର୍ଗ ଆତ୍ମସଂଯମ, ଅନାସକ୍ତି ଏବଂ ତ୍ୟାଗ ଉପରେ ଏତେ ଜୋର ଦେଇଛନ୍ତି ଏବଂ କହିଛନ୍ତି ଯେ ଅର୍ଥର ଯାବତୀୟ ବନ୍ଧନରୁ ମୁକ୍ତ ହୁଅ, ନିଜ ପାଇଁ ଓ ଅହଙ୍କାରର ସେବା ପାଇଁ ଏହାକୁ ଲାଭ କରିବାର ବାସନା ତ୍ୟାଗ କର। ଏପରିକି ଅନେକ ବ୍ୟକ୍ତି ଧନ ସମ୍ପତ୍ତିକୁ ପାପ ବୋଲି ବିବେଚନା କରନ୍ତି ଏବଂ ଘୋଷଣା କରନ୍ତି ଯେ ଜୀବନରେ ଦାରିଦ୍ର୍ୟ ଓ ରିକ୍ତତା ହିଁ ଆଧ୍ୟାତ୍ମିକ ଅବସ୍ଥାର ଏକମାତ୍ର ଅନୁକୂଳ ବସ୍ତୁ। କିନ୍ତୁ ଏହା ଗୋଟିଏ ଭ୍ରମ। ଏଥିରେ ଧନବଳ ଦାନବ ଶକ୍ତି ହାତରେ ରହିଯାଏ। ଯେଉଁ ଅର୍ଥର ପ୍ରକୃତ ମାଲିକ ଭଗବାନ, ତାଙ୍କ ନିମିତ୍ତ ଅର୍ଥର ପୁନରୁଦ୍ଧାର ଭଗବତ୍ ଜୀବନ ନିମିତ୍ତ ଭାଗବତ ଭାବରେ ତାହାର ବ୍ୟବହାର ଏହା ହିଁ ହେଲା ସାଧକ ପକ୍ଷରେ ଅତିମାନସର ପଥ। बोलो मा 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 बोलो मा 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 बोलो मा 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 नाम मूल मंत्र सेही एका साहा मा नाम मूल मंत्र सेही एका साहा बोलो मा 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 बोलो मा 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 बोलो मा 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 नामरे झरे पियूष मा नामरे भरा शिष मा नामरे झरे पियूष मा नामरे भरा शिष से तो आनंदमयी चैतन्यमयी सत्यमयी आम माँ से तो आनंदमयी चैतन्यमयी सत्यमयी आम माँ बोलो माँ 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 नाम सदा मुखरे धरी एपारी सेपारी होइबा पारी माँ नाम सदा मुखरे धरी एपारी सेपारी होइबा पारी से तो कल्याणमयी करुणामयी स्नेहमयी मो माँ से तो कल्याणमयी करुणामयी स्नेहमयी मो माँ बोलो माँ 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 माँ। प्रणाम आर द लोटस फीट ऑफ द डिवाइन मदर। करुणामयी माँ, परम प्रभु श्री अरविंद, उपस्थित समस्त मातृ सन्तान, आमे जो मान सब माँ शिशु को भल पाइले गोटे कथा अवश्य जान माँ गोटे बाणी दी इफ समथिंग रॉन्ग हैपेंस at once repeat my name माँ माँ माँ। जदि किसी असुविधा देखा दिए संगे संगे मोर नाम माँ 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 जप कर। किसी असुविधा आसे माँ नाम जप कले माँ का सहायता मिले, माँ का उपस्थित रहे। आउ गोटे जगह माँ अति दृढ़तार सहित आमको यही सलाह दौरान नेभर ट्राई टू फॉरगेट मी, नेभर ट्राई टू फॉरगेट मी। अर्थ कदापि मते भूली जावाकू चेष्टा करिबु नाही, बिकॉज बाय रिमेम्बरिंग मी मते मने पकेबा द्वारा
my presence and force become effective। ବାକ୍ୟଟି ଆଉ ଥରେ କହୁଛି। ମା କହିଲେ ନେଭର ଟ୍ରାଏ ଟୁ ଫରଗେଟ୍ ମି, ମୋତେ ଭୁଲି ଯିବାକୁ କଦାପି ଚେଷ୍ଟା କରିବୁ ନାହିଁ। ବିକଜ କାରଣ ବାଇ ରିମେମ୍ବରିଂ ମି, ମୋତେ ମନେ ପକେଇବା ଦ୍ୱାରା ମାଇ ପ୍ରେଜେନ୍ସ ଆଣ୍ଡ ଫୋର୍ସ, ମୋର ଉପସ୍ଥିତି ଏବଂ ମୋର ଶକ୍ତି ବିକମ୍ ଇଫେକ୍ଟିଭ, କ୍ରିୟାଶୀଳ ହୋଇଥାଏ, ପ୍ରଭାବଶାଳୀ ହୋଇଥାଏ। ମାଙ୍କୁ ସ୍ମରଣ କଲେ ବା ମନେ ପକେଇଲେ ମାଙ୍କର ଉପସ୍ଥିତି ଏବଂ ମାଙ୍କର ଶକ୍ତି ଅଧିକ ସକ୍ରିୟ ହୁଏ। ତେଣୁ ସାଧନା ମାର୍ଗରେ ଯଦି ଆମେ ମାଙ୍କ ଶକ୍ତି ଅଧିକ ସକ୍ରିୟ ହଉ, ମା ଆମକୁ ପରିଚାଳିତ କରନ୍ତୁ, ଏହି କଥାଟିକୁ ଯଦି ଆଶା କରୁଥାଉ, ତାହେଲେ ଆମର ଏକମାତ୍ର ବ୍ରତ ରହିବ ମାଙ୍କ ନାମ ଜପ କରିବା। ଏଠି ଆମର ବାରିକ ଭାଇ ଆସିନାହାନ୍ତି ବୋଧେ, ମୁଁ ତାଙ୍କର ଘଟଣା ଗୋଟେ କହିବି। ବାରିକ ଭାଇଙ୍କର ଜଣେ ପିଉସା ଥିଲେ, ମୁଁ ତାଙ୍କ ଘରକୁ ଯାଏ ହେଲା, ଆମ ବାରିକ ଭାଇଙ୍କର ମୁଁ ତାଙ୍କ ପାର୍ଶ୍ୱର ବାର୍ଷିକ ବର୍ଷକୁ ଯାଏ, ବହୁତ ବର୍ଷ ଯାଇଛି। ତାଙ୍କର ପିଉସାକୁ ବାବାଜୀ ମହାରାଜ କହିଥିଲେ, କି କହିଲେ ମୁଁ ତ ପାଠ ପଢିନି, ପାଠ ଦ୍ୱାରା କେମିତି କରିବି? ବାବାଜୀ ମହାରାଜ ତାଙ୍କୁ କହିଲେ ନାମ ଜପ କରି ଶିଖିଛ କି ନାଇଁ? କହିଲେ ହଁ। ବାସ୍, ସବୁ ସମୟରେ ନାମ ଜପ କର। ତେଣୁ ସେ ସବୁ ସମୟ ନାମ ଜପ କଲେ। ବାବାଜୀ ମହାରାଜ ତାଙ୍କ ଗାଁକୁ ଯାଇଛନ୍ତି, ଚମ୍ପକଲାଲ ତାଙ୍କ ଗାଁକୁ ଯାଇଛନ୍ତି, ପ୍ରପତି ତାଙ୍କ ଗାଁକୁ ଯାଇଛନ୍ତି, ବୁଝିପାରୁଛି। ତେଣୁ ଏ ବ୍ୟକ୍ତିଙ୍କୁ ଯେତେବେଳେ ଭେଟିଲେ, ସେ କହିଲେ ଆପଣ ପାଠ ଦ୍ୱାରା କରିବା କଥା କହୁଛନ୍ତି ଯେ, ହେଲେ ମୁଁ ତ ପାଠ ପଢିନି, ପାଠ ଚୋର କରିବି କେମିତି? ବାବାଜୀ ତାଙ୍କୁ କହିଥିଲେ ତ ନାମ ଜପ ଶିଖିଛ କି ନାଇଁ? ମା 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 କହି ଶିଖିଛ କି ନାଇଁ? ହଁ, ବାସ୍ ସେଇଟା କର, ସେଇଟା ହିଁ ପାଠଚର। ଆଉ ସେ ଏମିତି ଭାବରେ ପାଠଚର କଲେ, ଏଇ ନାମ ଜପ କଲେ, ଗାଧଉଥିବେ ମା ମା ମା, ହଳ ବୁଲଉଥିବେ ମା ମା ମା, ଘରୁ ହଳ ନଉଥିବେ ବିଲକୁ ମା ମା ମା, ଶଗଡ଼ ନଉଥିବେ ବିଲକୁ ମା ମା ମା, ଚାଲିଲା ବେଳେ ମା ମା ମା, ଖାଇଲା ବେଳେ ମା ମା ମା। ଏଇ ଯୋଉ ମା 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 ହେଲେ, ଶେଷରେ ତାଙ୍କୁ ଆଖ୍ୟା ଦିଆଗଲା ଏଟା ପାଗଳ ବୁଢା, ବର୍ବରା ବୁଢା, ସବୁବେଳେ ବରବର ହଉଥିବ। ହେଲେ କଣ ବରବର ହୁଏ, କଣ ପାଗଳାମି ତାଙ୍କର, ଲୋକେ ତା ରହସ୍ୟ ବୁଝିପାରନ୍ତିନି, କିନ୍ତୁ ସେ ଠିକ ବୁଝିଥିଲେ। ତାଙ୍କର ସେଇ ମା ନାମ ଜପ ପ୍ରଭାବରେ ତାଙ୍କ ଗାଁରେ ପାଠଚକ୍ର ହେଇଗଲା। ଅନ୍ୟମାନେ ତ ପାଠ ପଢିଛନ୍ତି ନା, ସେ ପାଠଚକ୍ର କଲେ, ସେମାନେ ପଢିଲେ, ଇଏ ଶୁଣିଲେ, ମା 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 ଜପ କଲେ, ତାଙ୍କ ଗାଁରେ ପାଠଚକ୍ର ହେଇଗଲା। ପୁରୁଣା ପୁରୁଣା ଡିଭୋଟି ମାନେ ସବୁ ତାଙ୍କରି ଗାଁରେ ଅଛନ୍ତି ହେଲା। ଶେଷରେ ମୁଁ ତା ବାର୍ଷିକ ସବୁ ଯାଏ, ବୋଲେ ଆପଣ ଗୋଟେ ସେଣ୍ଟର କରନ୍ତୁ, ଗୋଟେ କେନ୍ଦ୍ରଟେ କରନ୍ତୁ, ଯୋଉଠି ସମସ୍ତେ ଆସିବେ ହେଲା। ତେଣୁ ଗୋଟେ ସେଣ୍ଟର କରାଗଲା, ସେଣ୍ଟରରେ କ୍ୟାମ୍ପ କରାଗଲା। ମୁଁ ତା ଭେଳେଇଲି କ୍ୟାମ୍ପ କର, କ୍ୟାମ୍ପ କରାଗଲା। ତ କ୍ୟାମ୍ପ କରାଗଲା, ସେ କ୍ୟାମ୍ପରେ ମୁଁ ତାଙ୍କୁ କହିଥିଲି, ଛୁଆଙ୍କୁ ସବୁ ଲିଷ୍ଟ କରାଇ ଦେଇଥିଲି, ତମେ ସବୁ ମାଙ୍କ ରୁମରେ ନାମ ଜପ ସବୁ କରିବ, ଅଧ ଘଣ୍ଟା, ଆଉ କିଛି ନୁହଁ, ଖାଲି ବସିବ ନାମ ଜପ କରିବ। ଆଖି ଖୋଲିଥାଅ, ଆଖି ବୁଝିଥାଅ, ତମେ ଯାହା କରୁଥାଅ। ଛୋଟ ଛୁଆ ନା, ସିଏ ଏତେ ଆମ ଭଳିଆ ପୁରା, ଆମେ ତ ନିଜେ ଠିକରେ ନା, ଛୋଟିଆ ଛୁଆ କଣ ଆମେ? ହଁ, ତେଣୁ ମୁଁ ଅଧ ଘଣ୍ଟା ଲେଖା ନାମ ଜପ କରିବ। ପିଲାମାନଙ୍କୁ ଜଣକୁ ଦାୟିତ୍ୱ ଦେଲି, ଭାରି ସିନସିୟରଲି ସେମାନେ ନାମ ଜପଟା ବି କଣ୍ଡକ୍ଟ କଲେ, ପୁରା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ। ଏଇ ଯୋଉ ନାମ ଜପ ପ୍ରଭାବରେ ତାଙ୍କ ଭିତରେ ପୁଣି ଚିନ୍ତା ହେଲା, ଆମେ ଜାଗା ଦେବା, ପାଖରେ ତ ବିଲଟା, ଜାଗା ଦେବା, ଗୋଟେ ସେଣ୍ଟରଟେ କରିବା, ଗୋଟେ ଶିକ୍ଷା କେନ୍ଦ୍ର କରିବା। ଶିକ୍ଷା କେନ୍ଦ୍ରଟେ ବି କଲେ। ଆମର ଭୁବନେଶ୍ୱର ରବି ପାଢୀ ଭାଇ ଆଉ ମୁଁ ଦୁଇ ଜଣ ଯାକ ସେ କ୍ୟାମ୍ପକୁ ଯାଉ। କିଛି ବର୍ଷ ଧରି କ୍ୟାମ୍ପ ଚାଲିଲା। ତାପରେ ସେ ଗାଁରେ ଆଉ କେତେ ଜଣଙ୍କ ଘରେ ମୁଁ ଯୋଉ କ୍ୟାମ୍ପ ପିରିୟଡରେ ଯାଇଥାଏ, ତାଙ୍କର କଣ ଆଗ୍ରହ ଆସିଲା, ଆମ ଘରେ ଗୋଟେ ଆସିଛନ୍ତି ପାଠଚର କରିବା। ଏମିତି କେତେ ଗୋଟେ ନୂଆ ପାଠଚର ଖୋଲା ହେଇଗଲା, ସିଙ୍ଗାଗୁଣ୍ଡା, ନରସିଂହନଗର, ଆଉ ରଘୁନାଥପୁର, ଏ ମଙ୍ଗଳପୁର, ଆଉ ଏଇଭଳି କେତେ ପାଖାପାଖି ଗାଁ ଗୁଡାକ ସବୁ ପାଠଚର ଖୋଲିଗଲା। ଆଉ ସେଠି ଯୋଉ ପାଠଚକ୍ର ପ୍ରେମୀ ମାନେ ଅଛନ୍ତି,
ମାନେ ପୁରୁଣା सक्रिय कर्मी सब अच्छा किंतु तापर धीरे धीरे से माने किए कुआर सब कर्मसंस्था देखिले अनेक जगह पंडिचेरी रही गले है किए कुआर बाहर भुवनेश्वर जाकि रही गले जहाँफल जो मैंने लीडिंग नहीं करते धीरे धीरे कम आरंभ है आकर भी डेथ हो गला भाई पिसा जे भी डेथ हो गला पुओ और पुतरा एम जदि एपर्तंत अनुष्ठान को बचेक रखी खाली गोटे वार्षिक उत्सव कर घर भितर पार्टी सीमित कर दौरान आउ से प्रकार माने पाठ जो फ्लोटा करवा कथा कर कहली तुम पाठ दर कहीं बांधेला जान मुझे पाठ दर ये बांधेला तुम के कन्स्टांट नाम जप करना पाठ चक्र आम गाँव में बढ़ू से व्याकुल माँ को प्रार्थना करना आ नाम जप द्वारा असंभव को संभव करा जाई पारे नाम जप द्वारा नाम जप कौन कौन हुए तार केत ज्वलंत उदाहरण दे मुझे भाई को जानी अनादे मुझे कैंप को जाऊ है एम दुई भाई ये पिलाटा हूँ सानटा तार बड़ भाई बाई स्त्री टे घुसगाड़ी कर आमर अल्प रोजगार के समस्त बोझ कहीं मुंडे अलग हो जाओ बतेला तेरे से अलग हो जदि पुओटा बाहर गोटे सान पिलाटा बाहर बड़ पुटा बाहर तो क्यों अलग हो अलग होगला तो अलग होगला तार जमी भाग होगला या दी माण भाग दिखाई माटी जेतु बाहर छुआटा माटा ता पाखे अच्छी खाया पीवा कथा सब पिला भारी हार्डशिप नहीं गति करिया पड़ला हल टेक नहीं पैसा नहीं या हल मागिकी बिल चाष कला कौन कर या तार मजूरी भी गला है कौन कर कौन प्रकार माँ पुओ तो बचे ना किंतु पाठचक्र प्रेमी से पिलाटी पाठचक्र प्रेमी थे हम जाइचु कैंप को आसी भाई को पचारा भाई समस्त तो पैसा पुले पुले मो पाखे तो पैसा ना ये जो पोक लगुच कौन कले पोक लगे बता भाई ताको बतैले तू सका उठिकी तोर जितेटा बिल जितेटा किएरी से बिल हिड़ा चारिपटे माँ नाम जप कर बुलिक आसू सबुदिन से सका से करे सका उठो बिल को जीव तार जितेटा भाग कियारी पड़ी है से हीरा चारिपटे माँ जप कर तापर देखाला समस्त बिल में पोक लगी बिल में पोक लगी गाँ लोक पचारे कौन औषध देल जे तो बिल में पोक लगी ना कहले मोर पैसा कौटी अच्छे मुझे औषध किणी मुझे तो औषध किए देनी तो बिल में केमती पोक लगे नहीं आम तो अमल करने को जीवनी बिलू आम सब पोक खाई ना अमल करने जापर तोर तो बढ़िया छन छन माने फल फसल पड़ी एमती केमती है मु ता रहस्य कहीपरि ना एक तरह से कहला तार कि दिन पर पड़िशा घर गोटे हल आनिकी बिल को नहीं चाष करने से गाँव आउ जन व्यक्ति गोटे नुआ बलद 20,000 टଙ୍କା किणिक आनी सी भी हल बुलाऊँ खरा दिनिया सकाल सकाल जाइए हल बुलायापी 12टा खंड बेलू हल छुट्टी करके आसवे छुट्टी आसवे ता बलदटा गाँ कि नाला एवं दुलदाड़ी पड़ला बेकर पघा लगी लंगल लगी बलदटा हठात पड़गला पघा लगी समय जदि पड़ जा मरी जाए दोष लगे आम साधारणतः समाज गोटे धारा अच्छी हाँ बेकर पघा लगी गोरु मरीगला केते द्वारा बुलवे केते शुद्धि हे कौन कौन सब हे बाछंद कर रखिए एमती कौन कौन सब अच्छी आम समाज से भय सी तो डाकिला ये भी देखला हलटा बुलूला हठात कौन पड़गला पाखे जेहेतु देखला आए आए ये हल को ठिया कर देकी दौड़ला आगे ता बेकर पघाटा फिटेला बलद तथा उठू नहीं कहला 20,000 टଙ୍କା बलदटा आनी मरीज मो दाना पानी सब गला सब पैसा खर्च कर बलदटा कि चाष करके फसल टे फल बलद मरीज क्या नहीं कौन चाष करी कौन टे कर टे से कौन करे उपाय पाइलानी
ବଳଦର ମୁଣ୍ଡରୁ ପିଠି ପର୍ଯ୍ୟନ୍ତ ଆଉଁସି ଆଉଁସିକା ମା 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 ଜପିଲା। ବଳଦ ଠିଆ ହେଇଗଲା। ବଳଦ ଠିଆ ହେଇଗଲା ନର୍ମାଲ, ଯେମିତି ପ୍ରଥମ ଅବସ୍ଥା ଥିଲା ଠିକ ସେଇଭଳିଆ ହେଇଗଲା। ତାପରେ ପୁଣି ତାର ହଳ ବୁଲିବା ହେଲା, ଆସିଲା। ତାର କିଛି ଦିନ ପରେ ତାଙ୍କ ଘର ପାଖର ଜଣେ ପଡିଶା ଘର, ତାର ସମ୍ପର୍କୀୟ ଭାଉଜ, ସେ ବଡାପା କି କକା ପୁଅ ଭାଇ, ସେ ମ୍ୟାରେଜ କରିଛି। ଦି ଜଣ ଯାକ ମାନେ ସେ ପିଲାଟି ଅପେରାରେ କାମ କରେ। ଅପେରାରେ ଯେହେତୁ କାମ କରେ, ସେ ଅପେରାକୁ ପଳେଇଛି। ଆଚ୍ଛା, ତାର ଛୋଟିଆ ଛୁଆଟେ, 8-9 ବର୍ଷର ଛୁଆଟା। ଆଉ ମା ପୁଅ ଦି ଜଣ ଯାକ ଅଛନ୍ତି। ହଠାତ୍ ସେ ପିଲାର ରାତିରେ ପେଟରେ କଣ ହେଲା। ଯଦି ହେଲା, ପିଲା ତ ଖାଲି ବିଡି ମଡି ହେଲା, ଖାଲି ଚିତ୍କାର କଲା। ଆଉ ତାର ଯୋଉ ବିକଳକୁ ଦେଖିକି ତା ମା ସହି ପାରିଲାନି, ଡାକିଲା ଚାଲ ଟିକେ ସାଇକେଲରେ ଯିବା ଡାକ୍ତର ପାଖକୁ। ରାତି 12ଟା-1 ବେଳେ କୋଉ ଡାକ୍ତର ଉଠିବ, କୋଉ ଡାକ୍ତର ଥିବ? ଏଇନା ଡାକ୍ତର ପାଖରେ କାମ ନୁହଁ, ଗଲେ ବି ଡାକ୍ତରକୁ ପାଇବାନି। ଯିବା କେମିତି ଛୁଆକୁ ଧରିକି? ହଁ ତମେ ଏକୁଟିଆ ଥାଆନ୍ତ, ମୁଁ ସାଇକେଲ କ୍ୟାରିୟରରେ ବସେଇକି ନେଇଯାଆନ୍ତି। ଏ ଛୁଆକୁ କେମିତି ଧରିବ? ସାଇକେଲ ତମେ କେମିତି ବସିବ? ମୋ ପାଖରେ ତ ଅଲଗା କିଛି ବ୍ୟବସ୍ଥା ନାହିଁ। ତେଣୁ ମୋ ଦ୍ୱାରା ହବନି। ଏଇଟା କଣ କରିବି? ସକାଳକୁ ନେବା। ସକାଳ ପର୍ଯ୍ୟନ୍ତ ଦେଖୁଛି ମୋ ଛୁଆର ଅବସ୍ଥା କେମିତି ସକାଳ ପର୍ଯ୍ୟନ୍ତ ରହିବ। କାନ୍ଦିଲା। ଆଉ ଭାଉଜରା ଯେତେବେଳେ କାନ୍ଦିଲା, ଇଏ ସେଠୁ ଛୁଆକୁ କଣ କଲା ନା, ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ମା 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 ଜପ କରିକି ଆଉଁସିଲା। ଏଇ ଯୋଉ ଜପ କରିକି ଯୋଉ ଆଉଁସିଲା, ପିଲା ଠିକ ହେଲା। ରାତି ଭିତରେ ସକାଳୁ ତାର ଗଲା, ଡିଆଁ ଡିଁ କଲା, ଖେଳିଲା ବୁଲିଲା, ସବୁ କଥା କଲା। ଗାଁ ସାରା ଗୋଟେ ଚହଳ ହେଇଗଲା, ଇଏ ବୋଧେ କି ଜାଣିଛି, ଆଉ ଆଉଁସି ଆଣିଲେ ସବୁ ଠିକ ହେଇଯାଉଛି। ଗୋଟେ ଗାଁରେ ଗୋଟେ ପ୍ରଘଟ ହେଇଗଲା, ବୁଝିଗଲା। ତାପରେ ତାର ଭାଇ ଘର କରିବେ ବୋଲି 1,00,000 ଇଟା ପକେଇଛି, ଜାଲି କରିଛି, ଶୁଖେଇଛି। ଇଟା ପକା ହେଇଛି, ଶୁଖା ହବ, ତାର ଭାଟି କରାହବ, କୋଇଲା ଫୋଇଲା ଦେଇକି, ତାପରେ ନିଆଁ ଲଗା ହବ। ପୋଡିଲା ପରେ ତାପରେ ଘର କରିବ। ଏଇ ଜାଲି ସମୟରେ ଯଦି ବର୍ଷା ହେଲା, ସବୁ ଧୋଇ ହେଇଯିବ। ତାର 1,00,000 ଇଟା ବର୍ବାଦ। କେତେ ଟଙ୍କା ଖର୍ଚ୍ଚ କରି 1,00,000 ଇଟା ବନେଇଛି। ହଠାତ୍ କଳାହାଣ୍ଡିଆ ମେଘ ଆସିଲା। ଆଉ ସେପଟ ଏରିଆରେ ମେଘ ଉଠେଇଲା ମାନେ ଛେଚିବ, ରକ୍ଷା ନାହିଁ। ଇଏ ଆଉ କଣ କରିବ, ଉପାୟ ନ ପାଇକି, କଣ ତୁ ଜାଣିଛୁ ଟିକେ କରିଥିଲୁ? ମୁଁ ତ କିଛି ଜାଣିନି, ମତେ କାହିଁ ଡାକୁଛୁ? ନା ନା, ତୁ କଣ ଜାଣିଛୁ ଟିକେ କର। ସେଠୁ କଣ କରିବ ଚିନ୍ତା କଲା, ଆଉ ସେ ପାଠଚର ଘର କରିବୁ, 10,000 ଇଟା ଦବୁ ନା କଣ କଣ୍ଡିସନ। 10,000 ଇଟା ଯଦି ଦବୁ, ତାହେଲେ ମୁଁ କଣ ଗୋଟେ କରିବି। ହଁ, ମାଙ୍କ ରୁମଟେ କରିବ, ମୁଁ ଦେବି 10,000 ଇଟା। 1,00,000 ଇଟା କରି 10,000 ଦେବି, ଭଗବାନ ପାଇଁ ଦେବି। ଆଉ ଗଲା, ତାର ଇଟା ହାଟି ପାଖରେ ବସିକି ଜପିବା ଆରମ୍ଭ କଲା। ଆଉ ଆଶ୍ଚର୍ଯ୍ୟ ପ୍ରକାର ଭାବରେ ତା ଇଟା ଭାଟି ପାଖରେ ବର୍ଷା ହେଇକି ଚାରିଆଡେ ବର୍ଷା ହଉଛି। ସକାଳୁ ସମୟ ଦେଖିଲି, ଆରେ ଏଇ ଜାଗାରେ କଣ ବର୍ଷା ହେଇନି? ଚାରିଆଡେ ବିଲ ପୁରା ଧାର ଛୁଟିଲାଣି, ଏଠି ବର୍ଷା ହେଇନି, ଏଠି ଏମିତି କେମିତି ହେଲା? ସବୁ ଆଶ୍ଚର୍ଯ୍ୟ ହେଇଗଲେ। ସବୁ ଜାଣିଲେ ଯେ ଇଏ ବୋଧେ କିଛି ଜାଣିଛି, କଣ ତନ୍ତ୍ର ମନ୍ତ୍ର ବୋଧେ କିଛି କରୁଛି। ବାସ୍ତବରେ ସେ ତନ୍ତ୍ର ମନ୍ତ୍ର କିଛି ଜାଣିନି। ତାର ଏକମାତ୍ର ଶକ୍ତି ହେଲା ମା ନାମ ଜପ। ଆଉ ମାଙ୍କର ଏତେ ଅତୁଟ ବିଶ୍ୱାସ, ନିର୍ଭରତା ଅଛି ତାର। ସେ ମାକୁ ଜପିଲା ମାନେ ଭାବର ସହିତ ଜପୁଛି। ତା ଫଳରେ ମାଙ୍କ ପ୍ରଭାବ ସେ ପରିସରରେ କ୍ରିୟାଶୀଳ ହେଇଯାଉଛି। ଯୋଉଥିପାଇଁ ସେ ଯୋଉଥିପାଇଁ ପ୍ରାର୍ଥନା କରୁଥିଲା, ମଞ୍ଜୁର ହେଇଯାଉଛି। ତେଣୁ ଅସମ୍ଭବଟା ସମ୍ଭବ ହେଇଯାଉଛି। ଲୋକଙ୍କୁ ଏଇଟା ଚମତ୍କାର ଭଳିଆ ଲାଗୁଛି। ଇଏ ବାସ୍ତବ ଲୋକଙ୍କୁ ଚମତ୍କାର ଦେଖେଇବା ପାଇଁ କରୁନି, ହେଲା। ବାସ୍ତବରେ ଲୋକଙ୍କୁ ଚମତ୍କାର ଦେଖେଇବା ପାଇଁ ବା ନିଜର ପ୍ରାଧାନ୍ୟକୁ ବଢେଇବା ପାଇଁ ସେ ସେଟା କରୁନଥିଲା। ତାର ଭାବର ସହିତ ଜଣେ ଅସୁବିଧାରେ ପଡିଛି, ତା ସହାୟତା କରିବା ଉଦ୍ଦେଶ୍ୟରେ ଭାବର ସହିତ ମାଙ୍କୁ ବିକଳ ହେଇକି ପ୍ରାର୍ଥନା କରୁଥିଲା। ତାର ଯୋଉ ସିନସିୟର ପ୍ରେୟାର, ନାମଜପ ମାଧ୍ୟମରେ ମାଙ୍କ ଶକ୍ତି କ୍ରିୟାଶୀଳ ହଉଥିଲା। ଯାହାଫଳରେ ତାର ଯୋଉ ଅଭିଷ୍ଠା ପୂରଣ କରୁଥିଲେ ମା। ଭାଇଙ୍କର ଥରେ ଅଣ୍ଟା କେମିତି, ଟ୍ରେନ ବଡ ବ୍ୟାଗ ଧରିକି ବୁଲନ୍ତି, କେମିତି ଉଠିଲା ବେଳେ କଣ ହେଲା, ରକା ଟିକେ ଧରିଦେଇଛି। ଅଣ୍ଟାରେ ପୁରା ରକା ଧରିଦେଇଛି, ମାନେ ଚାଲିବା ମୁସ୍କିଲ ହେଇଗଲା। ବ୍ୟାଗ ଧରିକି ବଡ କଷ୍ଟ ହେଲା ଚାଲିବା। ଭାଇ କଣ ଏମିତି ହେଇଛି? ନା କୁହନା, ଏଟା ଅଣ୍ଟାଟା କେମିତି ଗୋଟେ ରକା ଧରିଦେଲା, କି ପବନ ଅଟକିଲା, କଣ ହେଲା, ମୋର ପେନ୍ ଟିକେ ହଉଛି। ଭାଇ ଆମର ଗୋଟେ ଡାକ୍ତର ଅଛି ଏଠି, ଆମେ ତ ଗୋଟେ କିଣିବୁ। ଆଉ ଡାକ। ଏ ପିଲାକୁ ଧରି ଆଣିଲେ। ତୁ ଆସିଛୁ ଡାକ୍ତର ହବା ପାଇଁ, ଆଉ ଟ୍ରିଟମେଣ୍ଟ କର।
कहला भाई मु की डाक्तर मते कहना इमान मते जबरदस्त भिड़ी आनी मु कौन जानी मु किसी जान नहीं ये मैंने खाली विश्वास कहते मु बोधे कौन जानी वास्तव में मुझे आपन तो जहाँ कहते मुझे सहीटा कहूँ कौन कही आप मन पका कहते नाम जप करू बोली मु सब क्षेत्र नाम जपटा कर जो नाम जप करने फल सब कथा हो जाऊँगी मिराकल भाया हो भावुं जो मिराकल भाया हो भावुं मु बोधे किसी जादू फादू जानी मंत्र तंत्र जानी वास्तव भाई मुझे जानी और दे तो एत लोक डाक डाक आने धरिक ट्रिटमेंट कर भाई को अंटा को से तेल टे नहीं रुचिला माँ 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 जप भाई ठीक है भाई चिंता कले मु लोक को बतौती माँ नाम जप कर मु तो चाहिए मु भी तो जप कर मो जप कहीं से प्रभावटा काम कलानी सी जपिला ता प्रभावटा कहीं काम कला भाई निज भीतर गवेषणा कर आरंभ कले जड़े निज जप करुच्ची निज भितर कार्यकारी होनी आउ जड़े जप करुच्ची तार कार्यकारी होटा केमी है नाम जप जी कर से विश्वास भरोसार सहित पूर्ण निष्ठार सहित करवा दरकार हम कहते गोटे करवा कथा आम मेकानिकल वे कर यांत्रिक भाव में करुचे यहाँ भौतिक स्तर जप हो तेणु भौतिक स्तर जेहतु हो गोटे अभ्यास निरंतर रहा दरकार जो निरंतर भाव भौतिक स्तर में अभ्यासगत भाव में नाम जप कर धीरे 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 से जप आम हृदय भीतर प्रवेश कर मन को छुईब हृदय भीतर को जीव मन को छुईब भाव को छुईब तापर भावना भितर सतर मु जप न कले मत भल लगे ना जपरे मत आनंद मिलुची जप ही मोर एकमात्र अमोघ मंत्र यारी द्वारा जहाँ किसी समाधान कथा करी ये मो मास्टर की बुझीगला तेणु तापर धीरे धीरे भावना रे कल्पना रे अनुभव रे आसे तापर तृतीय स्तर रे चेतना रे आसे चेतना जो जप करा जाए चेतना स्तर जप करिया द्वारा सेठी आपण बड़ पाटे उच्चारण करिवे कि नहीं किंतु गभीर चेतना भीतर बुड़ीकी जप करते बाहर लोक देखुते हाँ भाई छिड़ा भाई बस कथा कहते कि भितर कौ चेतना थे माँ को चेतना थे जो भितर कंटिन्यू जपटा रही जदि केत कथा कह पड़ा माँ कहते माँ मुझे कथा कह भितर भी मुझे तुम कंटाक्ट दूरी न जाए मु जप जमी रोला तुम कंटाक्ट जमी रोली मुझे से अवस्था रही पारे तेणु से कथा कह पूर्व आग माँ निजक निवेदन कर दिए तापर जमी कथा कथा कही दिए जमी कम कर कथा कर दिए कि भितर माँ को चेतना बुली रहे यहाँ हूँ चेतनागत जप षष्ठ सप्तम श्रेणी पाठ पढ़ुवा समय मु आम घर पाठचर आरंभ करी गोटे अनुभूतिर कथा मुझे मु कौन करे गोटे घंटीटे धरे आम जो पूजा करा बड़ घंटीटे थाए आम घर लक्ष्मी मेढ़ करा जाए तेणु बड़ घंटी गोटे अच्छी मु बेग्रे माँ को बाणी थी गोटे ब्लाक बोर्ड जो बीबी क्लथ धरता है बेग्रे माँ को फटो बही नवप्रकाश नवज्योति आदर्श शिशु माँ बही दुर्गा हाथर रूपांतर जो नाम जप छात्र जो उन्नतिर मार्ग एमती केते बही कि से बहीटा नहीं जाए मु गला मैंने आम घर घंटी मारिया आरंभ हम गाँ भितर भितर जाई पहुंची स्कूल तेणु कौन घंटी बना तापर तो देखे मत ओह पाठ पिला सब जी स्कूल को आम गाँव में गोटे प्रभाव पड़ जाता मुझे घंटी मारे स्कूल को जाए से गोटे प्रभाव पड़ जाता तेनाली छुआ मान सब 30-40 छुआ एकाठी मो बो को कहता चॉकलेट दऊ मुझे चॉकलेट नहीं जाए 5 सैला समझ चॉकलेट है से मुख्य कामटा थाए जप करवा आम समस्ते जप करवा तेना आम समस्त जप करूँ प्रत्येक रविवार दिन समस्त घरे निश्चित जप कर कथा ही तो प्रत्येक पिला घर रविवारिया जप कर जी जो समय पाइब आम जेहतु पाठचक्र 12 यहाँ तेणु ये 12 आम समस्ते जप करवा तेणु ये जप चले धीरे धीरे देखा आम गाँव में आम स्कूल मुझे शिविर कर भरा कली गाँ सारा लोक जमी जाती बहुत जाक जमक प्रोग्रामटा हुए और तापर देखा कि जपर प्रभाव रे अनेक किसी असुविधा सल्व हो मु जो प्रश्न मोर उठे मो सार मत बतई जी मत पाठ्यचक्र भर आनी तो मन जो प्रश्न उठो
ତୁ ବାବାଜୀ ମହାରାଜ ପାଖକୁ ଚିଠି ଲେଖିବୁ। ମୁଁ ବାବାଜୀ ମହାରାଜ ଚିଠି ଲେଖେ ଯେ ମୋ ମନରେ ଏଇଭଳିଆ ପ୍ରଶ୍ନ ଉଠୁଛି, ତାର ଉତ୍ତର କଣ? ବାବାଜୀ ଉତ୍ତରଟା ଦିଅନ୍ତି। ଗୋଟିଏ କଥା କିନ୍ତୁ କମନ ଭାବରେ ପ୍ରତ୍ୟେକ ଚିଠିରେ ଥାଏ, ମା ଏହି ନାମ ନିରନ୍ତର ଜପ କର, ମାଙ୍କ ଉପରେ ଦୃଢ ବିଶ୍ୱାସ ଭରସା ରଖ, ସବୁ କିଛି ଠିକ ହେଇଯିବ। ମା ଏହି ନାମ ନିରନ୍ତର ଜପ କର, ମାଙ୍କ ଉପରେ ଦୃଢ ବିଶ୍ୱାସ ଭରସା ରଖ, ସବୁ କିଛି ଠିକ ହେଇଯିବ। କିନ୍ତୁ ପ୍ରତ୍ୟେକ ଚିଠିରେ ଏଇ କଥାଟା ଲେଖା ହଉଛି। ଯେତେବେଳେ 99 ମସିହାରେ ମୁଁ ଗଲି ପ୍ରଥମ ଯେତେବେଳେ ବାବାଜୀ ମହାରାଜ ଦେଖା କଲି, ମୁଁ ସେ ସାର୍ ମତେ କହିଥିଲେ ପଣ୍ଡିଚେରୀ ଯିବା କଥା, ମୁଁ ଯାଉ ତାଙ୍କ ପ୍ରଭାବରେ ଆସିକି ପଣ୍ଡିଚେରୀ ଯିବାଟା ହେଇଥିଲା। ମୁଁ ଯେତେବେଳେ ପ୍ରଥମେ ଗଲି ପଣ୍ଡିଚେରୀକୁ, ମୁଁ ସେ ମା ଶ୍ରୀଦେବୀଙ୍କ ମୁଁ କିଏ ଜାଣେନି। କେବଳ ଗୋଟେ କଥା ଜାଣିଛି, ମୋର ବାବାଜୀ ମହାରାଜଙ୍କ ସହିତ ଯୋଗାଯୋଗ ଚାଲିଛି, ଚିଠି ପତ୍ର ବିନିମୟ ହଉଛି, ମୁଁ ତାଙ୍କୁ ଚିଠି ଦଉଛି, ସିଏ ମୋ ରିପ୍ଲାଏ ଦଉଛନ୍ତି। ମୋର ପ୍ରତ୍ୟେକ ରବିବାର ଦିନ ପାର୍ସଲ ହବ, ଆମେ ସବୁ କିଏ କିଏ ଥିଲୁ ସବୁ ଲେଖା ହବ, ତାକୁ ମୁଁ ଲେଖିକି ମୁଁ ପୋଷ୍ଟ କରେ। ତାପରେ ତାର ରିପ୍ଲାଏ ମଧ୍ୟ ଆସେ। ମାସରେ 4 ଥର 5 ଥର ଚିଠି ମୋର ଯିବ, ବାବାଜୀଙ୍କଠୁ ମଧ୍ୟ ମାସରେ 4 ଥର 5 ଥର ରିପ୍ଲାଏ ଆସିବ। ଏଇଭଳିଆ ପତ୍ର ବିନିମୟ ହଉଥିଲା। 99 ମସିହା ଯେତେବେଳେ ମୁଁ ଗଲି, ଅଗଷ୍ଟ 14 ତାରିଖରେ ପହଞ୍ଚିଲି, ଅଗଷ୍ଟ 13 ତାରିଖରେ ପହଞ୍ଚି 14 ତାରିଖ ଦିନ ବାବାଜୀଙ୍କର ଜନ୍ମଦିନ। ମୋ ମନରେ ଅନେକ ପ୍ରଶ୍ନ ଅଛି, ବିଶେଷ କରି ବାବାଜୀ କାହିଁକି ଜପଟାକୁ ଏତେ ଗୁରୁତ୍ୱ ଦଉଛନ୍ତି, ଆଉ କଣ ଆଉ କିଛି ପାଉନାହାନ୍ତି? ପ୍ରତ୍ୟେକ କଥାରେ କଣ ଗୋଟେ କଥା ଲେଖୁଛନ୍ତି ପ୍ରତ୍ୟେକ ସମସ୍ୟା ପାଇଁ, ମା ଏହି ନାମ ନିରନ୍ତର ଜପ କର, ମାଙ୍କ ଉପରେ ଦୃଢ ବିଶ୍ୱାସ ଭରସା ରଖ, ସବୁ କିଛି ଠିକ ହେଇଯିବ। କଣ ଆଉ କିଛି ନାହିଁ? ଏଇ କଥାଟା କାହିଁକି ଲେଖୁଛନ୍ତି ମୋର ପଚାରିବାର ଅଛି। ଜପ ପୁଣି କେମିତି କରିବ, ଜଣେ ସାଧନା କାହିଁ କରିବ, ଏମିତି କେତେ କେତେ ପ୍ରଶ୍ନ ମୋର ସବୁ ଉଠୁଛି। ହେଲେ ମୋର ଯୋଉ ବ୍ୟକ୍ତିଗତ ଜୀବନ ପାଇଁ ଯୋଉ ସମସ୍ୟା ଅଛି, ମୁଁ ତାକୁ ବ୍ୟକ୍ତିଗତ ଭାବରେ ପଚାରିବି। ଅଗଷ୍ଟ 14 ଦିନ ବାବାଜୀଙ୍କର ଜନ୍ମଦିନ ଥାଏ, ତେଣୁ ଓଡିଆ ମାନେ ସବୁ ଭିଡ କରିଥାନ୍ତି ତାଙ୍କ ପାଖରେ। ବୁଝିଲି କଣ ଆଜି ସାର୍ କହିଲେ ଆଜି ବାବାଜୀ ମହାରାଜଙ୍କର ଜନ୍ମଦିନ, ସେଥିପାଇଁ ବାବାଜୀଙ୍କୁ ଯାଇଛନ୍ତି ୱିଶ କରିବେ ବୋଲି, ଆଉ ବାବାଜୀ ଲଡୁ ଦଉଛନ୍ତି। ଆଚ୍ଛା ଆଚ୍ଛା ଯିବା ଆଉ। ଗଲୁ, ଗଲାବେଳକୁ ଯୋଉ ଭିଡକୁ ଦେଖିଲି, ମତେ ଭିଡ ଟିକେ ଏଲର୍ଜି ହେଲା। ନା ମୋ ଭିତରେ କଣ ପ୍ରଶ୍ନ ଥିବ, ଏ ଭିଡ ଭିତରେ କାହିଁ ପଚାରିବି, ମୁଁ ବ୍ୟକ୍ତିଗତ ଭାବରେ ପଚାରିବି। ତେଣୁ ତାଙ୍କର ଯିଏ କେୟାର ନେଉଛନ୍ତି ସେ କହିଦେଲେ, ଏବେ ଯାଅ ବାବାଜୀ ବିଶ୍ରାମ ନେବେ, ଆଉ ତମେ 4ଟା ପରେ ଆସିବ, ଯିଏ ସାକ୍ଷାତ କରିବା 4ଟା ପରେ ଆସିବ। ତେଣୁ ସମସ୍ତେ ପଳେଇ ଆସୁଛନ୍ତି। ମୋ ମନଟା ଟିକେ ଖଟା ହେଇଗଲା। ମାନେ ମୁଁ ଏତେ ଆଶା ନେଇକି ଆସିଥିଲି, ମୋର କଣ ପ୍ରଶ୍ନ ପଚାରିବି, ସେ ମତେ ବିଦା କରିଦେଲେ। 4ଟା ବେଳେ ମୁଁ କୁଆଡେ ଥିବି, ମତେ କିଏ କୁଆଡେ ନେବେ, ମୁଁ ତ ନୂଆ କରି ପଣ୍ଡିଚେରୀ ଆସିଛି, ମୁଁ ପୁଣି ଆଉଥରେ ଆସିଲେ ମତେ ଭେଟ କରିବେ କି ନାହିଁ, ପିଲା ମନର ପ୍ରଶ୍ନ ଇଏ। ସେଇଠୁ ହଉ ଆସିବା ଦେଖିବା ଆଉ। ମନଟା କିନ୍ତୁ ଓଡିଆ ନୀଳମ ରହୁଥିଲି, ମନ କିନ୍ତୁ ଛଟପଟ ଛଟପଟ ହଉଥାଏ। ମୁଁ 3ଟା ବେଳକୁ ପଳେଇ ଆସିଲି। 3ଟା ବେଳେ ଆସିକି ଗଲି ରୁମ୍ ପାଖକୁ, ତାଙ୍କର ସେ କେୟାର ଯିଏ ନେଉଛନ୍ତି ସେ କହୁଛନ୍ତି କଣ ହେଲା, ମାନେ ବାବାଜୀଙ୍କୁ ଟିକେ ଦେଖା କରିବି। ନା ନା ବାବାଜୀ ନା ବିଶ୍ରାମ ନେଉଛନ୍ତି, 4ଟା ପରେ ଆସିବ, ମୁଁ ଟିକେ କଥା ହବାର ଥିଲା। ମୋ ଭଏସ ଶୁଣିପାରିକି ବାବାଜୀ କହୁଛନ୍ତି ନାଇଁ ନାଇଁ ତାଙ୍କ ଭିତରକୁ ପଠା ହେଲା। ତାପରେ ସେ ଆସି କହୁଛନ୍ତି ତମ ବଡ ଭାଗ୍ୟବାନ ପିଲା, ବାବାଜୀ ତମକୁ ଡାକିଲିଣି, ଯା। ଗଲି, ତାପରେ ଯାହା ହଉ ବାବାଜୀ ଗଲାବେଳକୁ ଗୋଟେ ସପ ପକେଇ ବସିଛନ୍ତି, ଗୋଟେ ଖଟଟା ପଡିଛି, ଖଣ୍ଡେ ଯୋଉ ଫୋଲ୍ଡରଟା ନା କାଠ ଫୋଲ୍ଡରଟା ଯୋଉଟା ବହି ରଖି ପଢାପଢି କରନ୍ତି, ବାହାର କରିଦେଇ ତା ପଢୁଛନ୍ତି। ମୁଁ କହିଲି କାଳେ ମୁଁ ତ ଗୋଟେ ଗୋଳମାଳିଆ ପିଲା, ମୋ ଭିତରେ ଅନେକ ଅପୂର୍ଣ୍ଣତା, ମୁଁ ଯଦି ଟଚ୍ କରିଦେବି ମୋ ଭିତର ଜିନିଷଟା ତାଙ୍କ ପାଖକୁ ସଞ୍ଚରି ଗଲା, ସେ ସାଧକ ଲୋକ, ତାଙ୍କର କଣ ନା କଣ କ୍ଷତି ହେଇଯିବ। ତେଣୁ ଏ ପ୍ରକାର ଅବସ୍ଥା ହବ କି ପାଦ ଛୁଇଁବିନି, ମୁଁ ପାଦ ଆଉ ଛୁଇଁବିନି, ଭୟରେ ଆଉ ପାଦ ଛୁଇଁବିନି। ମୁଣ୍ଡ ଲାଗି ଭୂଇଁରେ ପ୍ରଣାମ କଲି, ପାଦଟା ଆଉ ସାହସ କରିକି ଛୁଇଁ ପାରିଲି ନାହିଁ। ବାବାଜୀ ସେଠୁ ଉଠିଲେ, ଗଲେ ଜାରରେ ରଖିଛନ୍ତି ଲଡୁ, ଗୋଟେ ଦେଲେ। ଲଡୁ ଭଲ ପାଅ, ମୁଁ ଲଡୁ ମୋର ପ୍ରିୟ, ଗୋଟେ ଖାଇଦେଲି। ଗୋଟେ ଲଡୁ ଖାଇସାରିବା ପରେ ଆଉ ଗୋଟେ ଖାଅ, ହଁ ଖାଇଦେବି।
ମୋ ଖାଇବାର ଆଗ୍ରହ ଦେଖି ଆଉ ଗୋଟେ ଦେଲେ, ସେଉ ଖାଅ, ମୁଁ ହଁ ସେଉ ଖାଏ, ସେଉ ଗୋଟେ ଦେଲେ, କହିଲେ ଆଉ ଗୋଟେ ଖାଅ, ପୁଣି ଆଉ ଗୋଟେ ଦେଲେ, ଯାଅ ଏଠି ବେସିନ୍ ଅଛି ଧୋଇକି ଆସ। ତାପରେ ମତେ ପଚାରୁଛନ୍ତି ମୋ ଚିଠି ତମେ ପାଉଛ ନା? ମୁଁ ତମ ଚିଠି ପାଉଛି। ମୁଁ କୋଉଠୁ ଆସିଛି, ମୋ ନାଁ କଣ, କିଛି ପଚାରୁନାହାନ୍ତି, ଡାଇରେକ୍ଟ କହୁଛନ୍ତି ମୋ ଚିଠି ପାଉଛ ନା? ତମ ଚିଠି ମୁଁ ପାଉଛି, ପ୍ରତ୍ୟେକ ପାର୍ସଲ ସରିବାର ପରଦିନ ତମେ ଡ୍ରପ୍ କରିଦଉଛ, ମୋ ପାଖକୁ ଆସୁଛି, ମୁଁ ପାଉଛି। ମୋ ଚିଠି ତମେ ପାଉଛ ନା? ମୁଁ ଆଜ୍ଞା। ତାପରେ ଘରେ ବାପା ବୋଉ ଭଲ ଅଛନ୍ତି? ମୋ ମା କୁ ବୋଉ ଡାକେ ବୋଲି ଇଏ କେମିତି ଜାଣିଲେ? ଇଏ ବୋଧେ ମୋ ବାପା ବୋଉକୁ ଚିହ୍ନିଛନ୍ତି ନା କଣ, ବୋଧେ ଆଗରୁ ପରିଚିତ। ମୁଁ ମୋ ମା କୁ ଯେ ବୋଉ ଡାକେ, ଇଏ କେମିତି ଜାଣିଲେ? ଗାଈ ଗୋରୁ ଭଲ ଅଛି? ମୁଁ ଗାଈ ରଖିଛି ବୋଲି ଇଏ ଜାଣିଛନ୍ତି? ଚାଷବାସ, ଆମର ଚାଷବାସ ଅଛି ବୋଲି ବି ଜାଣିଛନ୍ତି? ପଢାପଢି, ମୁଁ ପଢୁଛି ବୋଲି ବି ଜାଣିଛନ୍ତି? ଇଏ ତ ଆମର ଡିଟେଲ୍ସ କଥା ଜାଣିଛନ୍ତି। ଆଙ୍କ ପାଖରେ କଣ ପର ବୋଲି ଭାବିବି, ଇଏ ତ ପୁରା ନିଜର ଲୋକ, ତେଣୁ ନିଜର ଭଳିଆ ପୁରା ମୋର ଫିଲ୍ ଆସିଗଲା ହେଲା। ମୁଁ ମତେ କହୁଛନ୍ତି ପାର୍ସଲ କରୁଛ, ମାନେ ପାର୍ସଲ କରୁଛ, ଆଜି ମୁଁ ପଢିଛି ରେ, ମୁଁ ସେ ମା କିଏ, ସେ କିଏ ମୁଁ ଜାଣିନି। ମୁଁ କେବଳ ଜାଣେ ଆପଣଙ୍କୁ, ଆଉ ଆପଣଙ୍କ ମାଧ୍ୟମରେ ମୋର ମା ସହିତ ପରିଚିତ ହଉଛି। ଆପଣଙ୍କୁ ପଢିଲା ପରେ, ଲେଖା ବହିକୁ ପଢିଲା ପରେ, ଆପଣଙ୍କ ଚିଠିର ଯୋଉ ଉତ୍ତର ପାଇଲା ପରେ ମୋ ଭିତରେ ଉତ୍ସାହ ହଉଛି ଅଧିକରୁ ଅଧିକ ମା ସହିତ ପଢିବା ପାଇଁ, ତାଙ୍କ ଫଟୋକୁ ଦେଖିବା ପାଇଁ, ତାଙ୍କ ମା 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 ଜପ କରିବା ପାଇଁ। ହେଲେ ମୋର କେତେ ଗୋଟେ ପ୍ରଶ୍ନ ଅଛି। ଆପଣ କଣ ପ୍ରତ୍ୟେକ କଥାରେ, ପ୍ରତ୍ୟେକ ଚିଠିରେ ଲେଖିଛନ୍ତି ମା ଏହି ନାମ ନିରନ୍ତର ଜପ କର, ମାଙ୍କ ଉପରେ ଦୃଢ ବିଶ୍ୱାସ ଭରସା ରଖ, ସବୁ କିଛି ଠିକ ହେଇଯିବ ହେଲା। ତାପରେ ମତେ କହୁଛ ତମ ପ୍ରଶ୍ନ ଉତ୍ତର ସବୁ ମିଳିବ, ପାର୍ସଲ କାମ କର, ତମ ଦ୍ୱାରା ଓଡିଶାରେ ବହୁତ କାମ ହବ। ମୁଁ ନାଇଁ, ମୋ ଦ୍ୱାରା କିଛି କାମ ହବନି, କାରଣ ମୁଁ ଏକ ମନୁଆ ପିଲା। ମୋ ବାପା ସହିତ ମୁଁ ଝଗଡା କରୁଛି। ବାପା ସହିତ କଣ ପାଇଁ ଝଗଡା କରୁଛ? ମୋ ବାପା କହିବେ ଭଗବାନ କୃଷ୍ଣ ହଉଛନ୍ତି କେବଳ ଭଗବାନ, ମୁଁ କହୁଛି ଶ୍ରୀ ଅରବିନ୍ଦ ହଉଛନ୍ତି ଭଗବାନ। ସିଏ କହିବେ ମୋକ୍ଷ ମୁକ୍ତି ନିର୍ବାଣ, ମୁଁ କହିବି ରୂପାନ୍ତର। ସିଏ କହିବେ ଯୋଗ କଥା, 18 ପ୍ରକାର ଯୋଗ କଥା, ମୁଁ କହିବି ପୂର୍ଣ୍ଣ ଯୋଗ କଥା। ତେଣୁ ଆମ ଦିଙ୍କ ଭିତରେ ବରାବର କ୍ଲାସ, ମୋ ବାପାର ମୋର ବରାବର ଏଇଥିକୁ ନେଇକି କ୍ଲାସ ହଉଛି। ମୋ ବାପାକୁ ମୁଁ କନଭିନ୍ସ କରେଇ ପାରୁନି, ମୁଁ କୋଉ ଲୋକକୁ କନଭିନ୍ସ କରେଇବି, ଏଇଟା କେମିତି ଆପଣ ଭାବୁଛନ୍ତି? ତମେ ପାର୍ସଲ କାମ କର, ତମ ଦ୍ୱାରା ବହୁତ କାମ ହବ, ତମେ ସାଧାରଣ ପିଲା ନୁହଁ। ଆଜ୍ଞା ସେ କଥା ନୁହେଁ, ମତେ ଏମିତି କୁହନ୍ତୁନି, ଟେକା ଟେକି କରନ୍ତୁନି, ମୁଁ ସେଭଳିଆ ନା। ତମ ଟଚ୍ ରେ ବହୁତ କଥା ହବ, ତମେ ସାଧାରଣ ପିଲା ନୁହେଁ, ମତେ ଏଇଟା ସ୍ପଷ୍ଟ କରିଦେଲେ ସେ। ମୁଁ ମନରେ କଣ ନାଇଁ, ମୁଁ ଏକ ମନୁଆ ପିଲା, ଯାହା ବୁଝିଥାଏ ଗୋଟେ କଥା, ଏଇଟା ମା କହିଛନ୍ତି ମାନେ ଏଇଟା ଠିକ, ତମେ ଏଇଟା ଯାହା କହିଲେ ଏଇଟା ଭୁଲ। ଏଇଟା ଶ୍ରୀ ଅରବିନ୍ଦ କହିଛନ୍ତି ଏଇଟା ଠିକ, ତମେ ଯାହା କହିଲେ ସବୁ ଭୁଲ। ଏଇଟା ବାବାଜୀ କହିଛନ୍ତି ଏଇଟା ଠିକ, ସେ ସିଦ୍ଧ ସାଧକ, ସିଏ ଯାହା କହିଛନ୍ତି ସେଇଟା ଠିକ, ଆଉ ଯିଏ ଯାହା କହିଲେ ଭୁଲ। ମୁଁ ତ କାହା କଥା ମାନି ପାରୁନି, ମୋ କଥା କିଏ ମାନିବ? ମୁଁ ସିନା ଅନ୍ୟମାନଙ୍କର କଥାକୁ ମାନିଲେ ସେମାନେ ମୋ କଥାଟା ମାନିବେ, ମୁଁ ବା ମାନୁନି, ଯୁକ୍ତି କରୁଛି। ଏଇଟା ବାବାଜୀ କହିଛନ୍ତି ଏଇଟା ଠିକ, ତମ କଥା ଭୁଲ। ଏଇଟା ମା କହିଛନ୍ତି ଏଇଟା ଠିକ, ତମ କଥା ଭୁଲ। ଏଇଟା ଶ୍ରୀରନ୍ଦ କହିଛନ୍ତି ଏଇଟା ଠିକ, ତମ କଥା ଭୁଲ। ତେଣୁ ମୁଁ ସବୁବେଳେ ମା, ଶ୍ରୀରନ୍ଦ, ବାବାଜୀ ଏ 3 ଜଣଙ୍କୁ ଗୁରୁତ୍ୱ ଦେଇକି କଥା କହୁଛି। ତେଣୁ ମୋ କଥା କାହିଁକି ଅନ୍ୟମାନେ ସହଜେ ଗ୍ରହଣ କରିବେ? ତେଣୁ ମୋ ଦ୍ୱାରା କିଛି କାମ ଆଜ୍ଞା ହବନି। ପିଠିକି ଥାପୁଡେଇ ଦେଲେ କହିଲେ ହବ। କଣ ପ୍ରଶ୍ନ କହୁଛ? ତମ ମଧ୍ୟରେ କଣ ପ୍ରଶ୍ନ ଉଠୁଛି? ଏଠି କେତୋଟି ପ୍ରଶ୍ନ ମୋ ଭିତରେ ଥିଲା। ମୁଁ ଏଇ ଜପ କଥାଟା ପଚାରିଲି, ତାପରେ ସାଧନା କଥାଟା ପଚାରିଲି। ମତେ ପଚାରିଲି ଆପଣ ଲେଖିଛନ୍ତି ମା ଏହି ନାମ ନିରନ୍ତର ଜପ କର। ନିରନ୍ତରଟା ମାନେ ଅନ୍ତର ନଥିବ, ବ୍ୟବଧାନ ନଥିବ। ଆମେ ତ ଏଟା ପାରୁନୁ, ଆମେ ଏଟା ପାରୁନୁ, ସାଧନା କେମିତି ହବ? ଆପଣ ଲେଖିଲେ ମା ଏଇ ନାମ ନିରନ୍ତର ଜପ କର। ନିରନ୍ତର ମାନେ ବ୍ୟବଧାନ, ମା 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 କଣ୍ଟିନ୍ୟୁ ଚାଲିବ, ଗୋଟେ ନିମିଷ ମଧ୍ୟ ବନ୍ଦ ରହିବ ନାହିଁ। ସବୁ ସମୟରେ ଜପିବା। ଖାଇଲା ବେଳେ ତ ଜପି ପାରୁନୁ, ଅନ୍ୟମାନଙ୍କ ସହିତ କଥା ହେଲେ ଜପି ପାରୁନୁ। ମୁଁ ପାଠ ପଢିବି ନା ବସିକି ଜପିବି? ମୁଁ ଯଦି ଜପିବି ମୁଁ ପାଠ କେମିତି ହବ? ମୁଁ ଗାଈ ଗୋରୁ କାମ ରଖିଛି, ତାଙ୍କ ସେବା ଟିକେ କରୁଛି, ଆଉ ମୁଁ ଜପିବି କେମିତି? ଆପଣ ଏଇ ଯୋଉ କଥାଟା ଲେଖିଲେ ଏଇଟା କେମିତି ସମ୍ଭବ ହବ?
କେତେବେଳେ ସହଜିଆ କଥା ମତେ ସେ କହିଲେ, ତାଙ୍କ ଦୃଷ୍ଟିରେ ସହଜିଆ, ମୋ ପାଇଁ କିନ୍ତୁ ବହୁତ ଡିଫିକଲ୍ଟ ହେଇଗଲା। ହେଲା, କହିଲେ ଠିକଟା ବୁଝଛ ତମେ, ଯେ ନିରନ୍ତର ଶବ୍ଦଟାକୁ ତମେ ଠିକରେ ବୁଝଛ, ଆଉ ତମେ ଠିକରେ ହିଁ କରିପାରିବ। ଆଜ୍ଞା ବୁଝିଲି ବୋଲି କଣ କରିଦେବି? ବୁଝିଛି କିନ୍ତୁ କରିପାରୁନି ପରା, ସେଥିପାଇଁ ଆପଣ ପଚାରୁଛି କଣ କରିବି ମତେ କୁହନ୍ତୁ। କହିଲେ ଦେଖ, ମାଙ୍କ ମୁହଁକୁ ଚାହିଁବ, ମାଙ୍କ ମୁହଁକୁ ଚାହିଁବେ, ଆଖି ଖୋଲିକି ଦେଖିବେ, ଆଖି ବନ୍ଦ କଲା ପରେ ବି ଯେମିତି ସେଇ ଫଟୋଟା ଦେଖାଯିବ, ଭାବନାକୁ ଆଣିବେ। ମାଙ୍କ ମୁହଁକୁ ଆଗ ଖୋଲା ଆଖିରେ ଦେଖିବେ, ତାପରେ ଅନେକ ସମୟ ଦେଖିଲା ପରେ, ଆଖି ବନ୍ଦ କଲା ପରେ ଯେମିତି ସେଇ ଫଟୋଟା ଦେଖାଯିବ, ତାପରେ ମା 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 ଜପିବେ, ବଡ ପାଟିରେ ଜପିବ। ମାନେ ବଡ ପାଟିରେ ମତେ ପାଗଳ କହିବେ, ହେଲା, କଟା ପାଗଳ ହେଇଗଲେ ମେ ମେ ହଉଛି କହିବେ, ହେଲା। ଦେଖ, ବଡ ପାଟିରେ ଜପ କରିବା ଦ୍ୱାରା ଯେତେ ଦୂର ପର୍ଯ୍ୟନ୍ତ ମାଙ୍କ ନାମ ଜପର କମ୍ପନଟା ଯିବ, ପହଞ୍ଚିବ, ସେତେ ଦୂର ପର୍ଯ୍ୟନ୍ତ ତୁଚ୍ଛ ଶକ୍ତି ମାନଙ୍କର ପ୍ରଭାବକୁ, ଅଧିକ ଶକ୍ତିର ପ୍ରଭାବକୁ ସେ ନଷ୍ଟ କରିଦବ। ତେଣୁ ତମେ ଆଗ ବଡ ପାଟିରେ କର, ଏ ଗୋଟେ କାମ ଆଗ କର, ବଡ ପାଟିରେ ଜପ କର। ତାର କିଛି ଦିନ ପରେ ଚାଲିଲା, ବଡ ପାଟିରେ ଜପ ହେଲା। ତାପରେ ମୁଁ ଯୋଉ କହୁଥିଲି ପାଗଳ ବୋଲି କହିବି, କଣ କି ମା ମା ହଉଛି, ଖାଲି ମା 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 ଖାଲି ବଡ ପାଟିରେ କହୁଛି, এটা ଆଉ କିଛି କରିବନି ନା କଣ ହେଲା? ଏ କଥା ରିମାର୍କ ମୋ ପଛରେ ଆସିଛି, ହେଲା। ତେଣୁ ଆଉ ବୋଧେ କିଛି କରିନଥିଲେ, ମା 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 ହେଲାଣି, ଏଟା ବୋଧେ ବାମ ବୁଦ୍ଧି ଦେଖା ଦେଲାଣି, କୁଆଡେ ବାବା ଫା ହେଇକି ପଳେଇବ ବୋଧେ। ମୋ ବୋଉର ତ ନିଜ ଧାରଣା ହେଲା, ମୋ ପୁଅ ବୋଧେ ବାବାଜୀ ପଳେଇବ, ମୋ ବୋଉ ଆଗେ ଭାବିଥିଲା। ତେବେ ଏଇ ଯୋଉ ବଡ ପାଟିରେ ଜପ କରିବା ଦ୍ୱାରା ସମସ୍ୟା କେମିତି ସମାଧାନ ହୁଏ, ମୁଁ ତା ନିଜେ ଉପଲବ୍ଧି କରିଛି। ବିଭିନ୍ନ ଆମ ଘରୋଇ ସମସ୍ୟା, ବିଭିନ୍ନ ପ୍ରକାର ଫିଜିକାଲ ପ୍ରୋବ୍ଲେମ, ଯୋଉଟା ରୋଗ ବା କଥା, ମୁଁ ସେଟା ଜପ କରିଛି, ନିଜ ଅନୁଭବ କରିଛି, ଦେଖିଛି ମାଙ୍କ ନାମ ଜପ କରିବା ଦ୍ୱାରା କେମିତି ସମାଧାନ ହେଇଛି। ସେଠି ଗୋଟେ ବିଶ୍ୱାସ ଆସିଗଲା, ପୁଣି ସତରେ ଯଦି ଅନ୍ୟ ଜଣଙ୍କ ପାଇଁ ହଉ ବା ନିଜ ପାଇଁ ହଉ, ଯଦି ଆମେ ମାଙ୍କ ନାମ ଜପ କରୁଛେ, ମା ଉପସ୍ଥିତ ରହିବେ। ଆଚ୍ଛା, ମା ଯଦି ଉପସ୍ଥିତ ରହିବେ, ସୂର୍ଯ୍ୟ ଆସିଲା ଜଣକୁ ଆଲୁଅ ଦବ? ତେଣୁ ମା ଆସିଲା ମାନେ କଣ ଜଣକୁ କୃପା କରିବେ? ସମସ୍ତଙ୍କୁ କୃପା କରିବେ ନା। ତେଣୁ ମୁଁ ଜପ କରିବି, ମୋର କାମ ହେଲା ଜପ କରିବା, ତାର କୃପା କାହାଠି କାମ କରିବ ନ କରିବ ସେଇଟା ମୋର ଚିନ୍ତା କରିବାର ନାହିଁ। ଗୋଟେ ଅସୁବିଧା ଆସିଛି, ଜପ କରିବି। ମା ବି ବାଣୀ ଲେଖିଛନ୍ତି, ଆଉ ରୂପାନ୍ତର ଯୋଉ ନାମ ଜପରେ ସେଟା ପଢୁଛୁ, ଏ ଯୋଉ ରୂପାନ୍ତର ଯୋଗରେ ନାମ ଜପ ବହିରେ ଆମେ ଯୋଉଟା ପଢୁଛୁ, ଯେ ମାଙ୍କର ବାଣୀ ବି ଅଛି। ମା ବାଣୀ ଦେଲେ କଣ, if something wrong happens at once repeat my name, ମା ମା ମା। ଯଦି କିଛି ଅସୁବିଧା ଦେଖାଦିଏ, ସଙ୍ଗେ ସଙ୍ଗେ ମୋର ନାମ ମା ମା ଜପ କର। ମା ବି ତ ଲେଖିଛି ମା ମା ଜପ କରିବ ବୋଲି, ବାବା ବି ତ କହୁଛନ୍ତି ମା ମା ଜପ କର ବୋଲି। এইটা ତ ଠିକ ମନ୍ତ୍ର, ଅଲଗା ମନ୍ତ୍ର କିଛି ଦରକାର ନାହିଁ। ତେଣୁ ସେଇଥିରେ ଗୋଟିଏ କଥା ମୁଁ ଜାଣିବାକୁ ପାଇଲି, ଯାହାର ନାମ ଜପ କରାଯାଏ, ସେ ନାମଧାରୀ ବ୍ୟକ୍ତି ସେଠି ଉପସ୍ଥିତ ହୁଅନ୍ତି। ମୁଁ ଡାକି ଅଞ୍ଜପା 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 ପରି ଚିଲେଇବି। ଅଞ୍ଜପା କ୍ୟାମ୍ପସ ଭିତରେ ଯିଏ, ମୁଁ ତ ଚିହ୍ନି କି ଜାଣିନି, ଜୋରେ ଡାକିଲେ ଅଞ୍ଜପା କିଏ, ଆସ ଅଞ୍ଜପା ଅଞ୍ଜପା ଡାକିବି, ଅଞ୍ଜପା ଆସି ପହଞ୍ଚେ। ତେଣୁ ଯାହା ନାଁ ଧରିକି ଡକାଯାଏ, ସେ ବ୍ୟକ୍ତି ଆସିକି ଉପସ୍ଥିତ ହୁଅନ୍ତି। ଯେମିତି ୱାରେଣ୍ଟ ଲାଗିଲେ ଆସାମୀ ଆସିକି ପହଞ୍ଚେ, ନହେଲେ ତାଙ୍କ ପାଇଁ ଦଣ୍ଡଟା ଜୋର ହେଇଯାଏ, ହେଲା। ଠିକ ସେଇଭଳିଆ ଏଇଟା ୱାରେଣ୍ଟ ଭଳିଆ କାମ କରିଯାଏ, ହେଲା। ଜପ କରିବା ଦ୍ୱାରା ମା କଣ କରନ୍ତି, ସେଇ ଜାଗାରେ ଉପସ୍ଥିତ ରହନ୍ତି। ତେଣୁ ମାଙ୍କ ନାମ ଜପ କଲେ ମା ଉପସ୍ଥିତ ରହନ୍ତି। ଆଉ ମା ଯୋଉଠି ଉପସ୍ଥିତ, ସୂର୍ଯ୍ୟ ଆସି ପହଞ୍ଚିଲେ କଣ ହବ, ସେ ଜାଗାଟା ଅନ୍ଧକାର ହବ ନା ଆଲୋକ? ନିଶ୍ଚିତ ଆଲୋକ ହବ। ଆଉ ମା ଯଦି ଆସିକି ଉପସ୍ଥିତ ରହିଲେ, ସେ ଜାଗାରେ ଅଡୁଆ ରହିବ? ଯାହା ଅଡୁଆ ଥିବ ସମାଧାନ ହେଇଯିବ। ତେଣୁ ଆମ ଭିତରେ ଯୋଉ ଅଡୁଆ ସବୁ ଅଛି, ତାକୁ ସମାଧାନ କରିବାକୁ ହେଲେ ଜପ ଅନିବାର୍ଯ୍ୟ। ଆଉ ବିଶେଷ କରି ଶ୍ରୀ ଅରବିନ୍ଦଙ୍କ ଯୋଗରେ ଗୁରୁତ୍ୱପୂର୍ଣ୍ଣ କଥାଟା ଗୋଟେ ଅଛି, ଶରୀର ସାଧନା, ଶରୀର ରୂପାନ୍ତର, ଦିବ୍ୟ ଶରୀରରେ ଦିବ୍ୟ ଜୀବନ ପ୍ରାପ୍ତି। ଆମେ ସବୁ ଲକ୍ଷ୍ୟ ରଖିଛୁ କଣ, ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି। ଏଇଟା ଆମେ ବୁଝୁଛୁ ନା କିଛି? ଆମ ଲକ୍ଷ୍ୟ କଣ? ବାବାଜୀ ଯାହା ଲେଖିଛନ୍ତି, କଣ ଲେଖିଛନ୍ତି, ରୂପାନ୍ତରିତ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି। କଣ ଏଇ ମନ ପ୍ରାଣ ଶରୀରରେ ଭଗବତ ପ୍ରାପ୍ତି କହିଛନ୍ତି?
आमे वर्तमान जो मन प्राण शरीर पाइछु ए मन प्राण शरीर भगवान को पाई हब नाही तेणु आमर काम है प्रथम आम मन को रूपांतर करवा प्राण को रूपांतर करवा शरीर को रूपांतर करवा तेणु मन दिव्य अभिमुखी हम प्राण दिव्य अभिमुखी हम शरीर दिव्य अभिमुखी हम तेणु जो मन प्राण शरीर ये तीनोटी जाक रूपांतर हाँपाई किए साहाଯ୍य करेंगे माँ कारण माँ हेले रूपांतर देवी माँ भी लिखी मातृचरण 13 भाग बही जहाँ पाखे फॉलो करेंगे मु पूजा पाइबापी आसी ना मु कार्य करने आमे तो माँ को फूल देलु धूप देलु पूजा कलु पूजा कले बदली पारिबा नहीं मन रखते भाई बड़ी माने आमे जो पर्यंत पूजा करते माँ को फोटो को बदलिवार चांस नहीं बदलिया केमिति माँ शुण तो पूजा माने कौन फूल धूप दौटा पूजा खाली मंदिर को पूजा कर अमुक केते ठाकुर जगन्नाथ ठाकुर फोटो दियो जगन्नाथ फोटो दियो तारिणी फोटो दियो मंगला फोटो दियो राम को फोटो दियो से हनुमान फोटो दियो हाँ आ से दुर्गा फोटो दियो सरस्वती पूजा सरस्वती फोटो दियो काली फोटो दियो ताको फूल धूप दे चंदन सिंदूर दे गाधे आसिले टिके चिपचा मारदेलु चंदन टिके छाटिदेलु घंटी टिके मारदेलु धूप टिके देलु बंदे देलु जुआर पड़ू सरला पुणी संध्या बेले से धूप टिके देदेलु जुआर टिके पड़ेलु एतिक भीतर सेमिति एटा हला पूजा माँ को सेया करवा फूल दवा धूप दवा बास तुम सकाळ पर्या तुम सरला संध्या बेले तुम सहित मोर भेट ये ना भेट घाट नाही हला पुणी संध्या बेले आसी तुम मोर भेट हो बुझी पुणी संध्या बेले भेट सैला सकाळ टिके संध्या टिके तापर तमे तम बाटरे माँ तांग बाटरे एटा पूजा एटा भक्ति ना एटा मांग भल पाइबा आमे कौन कर पूजा माने तो या कर ना कोनटा कर से दिन आ कोनटा कर सबु समय माँ अच्छा कि सबु समय माँ को प्रति अनुभव कर कि ताले कथाटा मुझे सूत्र बतौली सूत्र है बाबा जोटा कही कहली माँ को फोटो को चाहिए फोटो दरकार ना नहीं माँ को फोटो बारे बस खोला आखिरे चाहिए आखि आखि मिसेब माँ को कृपा कर दीटा धारा अच्छी गोटे दृष्टि मध्यम दे से साइकिक को प्रभाव पकाते एक द्वितीय किसी जिनस वस्तु देकी टॉफी देले मेसेज देले ब्लेसिंग्स देले कि आ गोटे कौन गिफ्ट देले कि लड्डूटे देले कि फुलटे देले कौनटे देले तारी माध्यम आम स्थूल चेतना को से दिव्य अभिमुखी करते भीतर साइकिक दृष्टि आ किसी वस्तु देकी आम स्थूल प्रभाव तेणु माँ जो यही प्रकार कम करती आमर कौटा आग दरकार भीतरटा दरकार तेणु माँ को कौन करवा दरकार दृष्टि सहित दृष्टि की मिलेवा दरकार है आग खोला आखिरे चाहिए है पोस्टर रखी आवश्यक ना ये तो कहनी तुम एमती पोजिशन बस कहनी पद्मासन बस डाक अलग को आसन बस माँ शुणे कहते कि कही ना तो पेटे बसिक माँ को डाक शुणे है पूरा बस चक्का माड़ी डाक एमती कहते कि फिजिकल पोस्टर सहित माँ को किसी संपर्क तो नहीं माँ को डाकिया माँ को भल पाए फिजिकल पोस्टर कौन काम अच्छे आम विभिन्न पोज नहीं भगवान डाकुच भगवान डाकला विभिन्न पोज नहीं डाकुच ना किए गोरतले पड़ी किए अंठे किए आउ कौन करें पोस्टर नहीं पोस्टर नहीं काम कर मान से माँ जानतु मुझे डाके से नुहे प्रिटेंड कर शोईंग करवानी रियली आम जा प्रकृत ये मो माँ मुता पिला ये मो माँ मुता कहीपर सब कथा ये मो माँ मुता पिला मुझे सब कथा कहीपर केमती पिला सी मोर केमती माँ आई मुझे सब कथा कहीपर मो माँ पाखे मुझे सब कथा कहीपर मु भूल कले भी मो माँ पाखे कहे कौटी कौन क्या मारिकी आसते पिटिकी आसते गंडगोल करके आसती मो माँ पाखे से पिलाटा कमी बाड़े मुंडा फाटीगला किए जाना पलि आसी चुपिकी माँ पाखे करदे हम कि अन्न क्या कहले ये पिला बाड़े धर तक काले भय बाड़े दे अन्न क्या कह माँ पाखे कह ना आज किसी आवश्यक अच्छी पैसा मीना बजार जी क्या कौन करे क्या मागे बापा को मागे ना चटनाटा आगे बाज है भय अच्छे बापा मागे हेनी माँ को मागे हे ना ताले माँ पाखे सब कथा कह माँ पाखे कहीं छलना करा
ଯଦି ମା ପାଖରେ ସବୁ କଥା କହିବ ଛଳନାଟା କଣ ପାଇଁ ହବ? ତେଣୁ ଆମେ କଣ କରୁଛୁ? ଫୁଲ ଧୂପ ଦେଇକି ଛଳନା କରୁଛୁ। ଆମେ ତ ଭଲ ପାଉ, ଫୁଲ ଦଉଛୁ, ଧୂପ ଦଉଛୁ, ଏଇଟା କଣ ପ୍ରମାଣ ମା ଭଲ ପାଉ ବୋଲି? ଫୁଲ ଧୂପ ଦଉଛୁ ବୋଲି ଯେ ମାଙ୍କୁ ଭଲ ପାଉଛୁ ସେଇଟା କୁହାଯିବ, ଏଇଟା ଛଳନା କରୁଛୁ। ପୂଜା କରାଯାଉଥିଲା, ଫଟୋ କେବଳ ବଦଳିଛି। ଅଲଗା ଦେବାଦେବୀଙ୍କର ଫଟୋ ଥିଲା, ପୂଜା କରୁଥିଲୁ, ବର୍ତ୍ତମାନ ତା ବଦଳରେ ମା ସାଙ୍ଗ ଫଟୋ କରାଯାଇଛି। ଏଇଟା ହେଲା ପୂଜା। ପୂଜାରେ ବଦଳିବାଟା ହବନି। ତେଣୁ ଆମେ ସେଇଆ କରୁଛୁ, ପୂଜା କରୁଛୁ, ବଦଳୁନୁ। ମାଙ୍କ ସହିତ ଯଥାର୍ଥ ସମ୍ପର୍କ ରଖିବା। ଫୁଲର କଣ ଆବଶ୍ୟକ ଅଛି? ଧୂପର କଣ ଆବଶ୍ୟକ ଅଛି? ଯେତେବେଳେ ମାଙ୍କ ସହିତ ନିବିଡ଼ତା ଅନ୍ତରରେ ସମ୍ପର୍କ ରହିବ, ଏଠି ଫୁଲ କୁଆଡେ ରହିବ? ଧୂପ କୁଆଡେ ରହିବ? ଫୁଲ ଧୂପ ଏଠି ରହିବ ନାହିଁ, ଏଠି ଆବଶ୍ୟକ ପଡିବ ନାହିଁ। ଫୁଲ ଧୂପରେ ଏଠି ଆବଶ୍ୟକ ରହିବ ନାହିଁ। କଣ ଫୁଲ ନଥିଲେ ମା ଶୁଣିବେନି? କହିଛନ୍ତି ମା ତମେ ଫୁଲ ଦେଇନ ଆଜି, କାଲି ମୁଁ କଣ କରୁଛି ଯେ ଦେଖ, କଣ ଝାଡାବାଦି করে ଦେବେ ନା କଣ? হ্যাঁ, ବିଚରା ବିକଳିକି ସକାଳୁ ୟା ତା ବାଡି ଯାଇକି କାଟି ପାଚେରୀ ଡେଇଁକି ଫୁଲ ତ ଆଣିକି ନିହାତି ମା କାଲି ଯାହା ସପନରେ ଦେଖେଇଲେ, ଆଜି ମୁଁ ଫୁଲ ନଦେଲେ ମୋ ଅବସ୍ଥା ଢିଲା କରିଦେବେ। ଏହା କହିବେ କି ମା? କହିବେ? କହିବେ। ତାହେଲେ ଆମେ କାହିଁକି ଏତେ ବ୍ୟଗ୍ର? ଫୁଲଟେ ନାହିଁ, ଧୂପଟା ନାହିଁ, ଏତେ ବ୍ୟସ୍ତ ହବା ଦରକାର ନାହିଁ। ଭାବ ଅଛି କି ନାହିଁ ଦେଖନ୍ତୁ। ମାଙ୍କ ସହିତ ଭାବରେ ଆମେ ସମ୍ପର୍କ ରଖିବା। ଆଉ ଫୁଲ ମାଧ୍ୟମ, ଫୁଲ କାହିଁକି ମା ଦିଆଯାଏ ମାଙ୍କ ପାଖରେ? ଫୁଲ ଭିତରେ ଅଧିକ ଗ୍ରହଣଶୀଳତା ଅଛି। ଆଉ ପୁରୁଷ ସେଥିପାଇଁ ଭଲ ପାଆନ୍ତି। ତେଣୁ ମା ଯଦି ଫୁଲକୁ ଗ୍ରହଣ କରନ୍ତି ଗ୍ରହଣଶୀଳତା ପାଇଁ, ତେଣୁ ଆମ ଭାବଟା ହିଁ ଫୁଲ ଜଣେଇବ। ତେଣୁ ଆମେ ଯୋଉ ଫୁଲଟି ଦଉଛୁ ତା ମାଧ୍ୟମରେ ଭାବକୁ ଫୁଲ ସହିତ ଯୋଡୁଛୁ ମାଙ୍କ ପାଖରେ। ମାନେ ଭାୟା ମିଡିଆ ଦେଇକି ମାଙ୍କୁ ଯୋଡୁ। ଡାଇରେକ୍ଟ ମାଙ୍କ ସହିତ କାହିଁ ରଖିବା ସମ୍ପର୍କ? ଜଣକୁ ମାଧ୍ୟମ କାହିଁ କରିବା? ଯାହା ତୁ ଟିକେ ମାଙ୍କୁ ମୋ କଥା କହିଦେବୁ। କାହିଁ ମୁଁ କଣ ମାଙ୍କୁ ଡାଇରେକ୍ଟ କହିପାରିବିନି? ମୁଁ ଯଦି ଇନଡାଇରେକ୍ଟ କହୁଛି ତାହେଲେ ମୋର ମାଙ୍କ ସହ ସମ୍ପର୍କଟା କେମିତି? ଚିନ୍ତା କରନ୍ତୁ। ମୁଁ ଯଦି ଜଣଙ୍କ ମାଧ୍ୟମରେ ମାଙ୍କୁ କୁହା କରୁଛି, ମୁଁ ଡାଇରେକ୍ଟ କହିପାରୁନି, ତାହେଲେ ମାଙ୍କ ସହିତ ମୋର ସମ୍ପର୍କ କେମିତି? ମାଙ୍କ ସହିତ ଯଦି ମୋର ଡାଇରେକ୍ଟ ସମ୍ପର୍କ ଅଛି, ଭଲ ପାଇବା ନିବିଡ଼ତମ ଅଛି, ମୁଁ ତ ଡାଇରେକ୍ଟ କହିବି। ଆଉ ୟା ତ ମାଧ୍ୟମରେ କାହିଁ କହିବି? ତେଣୁ ଆମେ ମାଧ୍ୟମ ରଖୁଛୁ। ଏଇଟା କେତେବେଳେ ହୁଏ? ଭଲ ପାଇବାର ଚରମ ଶିଖରରେ ପହଞ୍ଚିଲେ। ଫୁଲ ରହିବନି, ଧୂପ ରହିବନି, କିନ୍ତୁ ପ୍ରାଥମିକ ଅବସ୍ଥାରେ ସେ ଭଲ ପାଇବାର ଭାବଟାକୁ ତିଆରି କରିବା ପାଇଁ ଫଟୋ ସାହାଯ୍ୟ କରିବ, ଫୁଲ ଧୂପ ସାହାଯ୍ୟ କରିବ। ନିର୍ଦ୍ଦିଷ୍ଟ ନିୟମ ବା ଯୋଉଟା କି ଜପର ଗୋଟେ ଅବସ୍ଥା, ନିର୍ଦ୍ଦିଷ୍ଟ ଟାଇମରେ ଜପ କରିବା, ନିର୍ଦ୍ଦିଷ୍ଟ ସମୟରେ ବହି ଟିକେ ପଢିବା, ସମାଧିକୁ ଯିବା, ସମାଧିରେ ମୁଣ୍ଡ ଲଗି ପ୍ରଣାମ କରିବା, ଏଇ କେତେଟା ଅଭ୍ୟାସକୁ ଆମେ ଆୟତ୍ତ କରିବାକୁ ପଡିବ। ଅଭ୍ୟାସ କରୁ କରୁକା ଭାବରେ ପରିଣତ ହେଇଯିବ। ତେଣୁ ସେ ଅଭ୍ୟାସଟା ବର୍ତ୍ତମାନ ଚାଲିଛି। ଭାବ ପାଇଁ ଆଉ କେତେ ଦୂର ଅଛି? ଡେରି ଅଛି। ତେଣୁ କାହାର ଓପନିଂ କେତେ, କାହାର ରିସେପ୍ଟିଭ କେତେ, ସେଇ ଅନୁସାରେ ତାର ଭାବ ଚେଞ୍ଜ ହେଇଯିବ। ତେଣୁ ଆମେ ଯେହେତୁ ରୂପାନ୍ତରିତ ମନ ପ୍ରାଣସରରେ ଭଗବତ ପ୍ରାପ୍ତିର ଲକ୍ଷ୍ୟ ରଖିଛୁ, ଏ ମନ ପ୍ରାଣସରରେ ଭଗବାନ ପାଇ ହବ ନାହିଁ। ଆଉ ଶ୍ରୀ ଅରବିନ୍ଦ ଯୋଗରେ ବଡ କଥାଟା ହେଲା ଡିଭାଇନ ଲାଇଫ ଇନ ଏ ଡିଭାଇନ ବଡି। କଣ କହିଲି ମୁଁ? ଡିଭାଇନ ଲାଇଫ ଇନ ଏ ଡିଭାଇନ ବଡି। ଦିବ୍ୟ ଜୀବନ ଦିବ୍ୟ ଶରୀର ନା ଏଇ ମ୍ୟାଟେରିଆଲ ବଡିରେ? ଏଇ ମ୍ୟାଟେରିଆଲ ବଡିରେ କି? ମ୍ୟାଟେରିଆଲ ବଡିରେ ହବ। ଜଣେ ସାଧକ ମାଙ୍କୁ ପ୍ରଶ୍ନ କଲେ, ମା ତ ସେ ଚାହିଁଲେ ଡାଇରେକ୍ଟ ସୁପ୍ରାମେଣ୍ଟାଲ ଫୋର୍ସକୁ ନେଇକି ଆସିଛ, ଡାଇରେକ୍ଟ ତ କହିଲେ ପୃଥିବୀ ଏକାଥରେ ରୂପାନ୍ତର ସବୁଟା ଦିବ୍ୟ, ଏତେ କଣ ତକଲିଫ, ଏମିତି କାହିଁ କରିଛ? କହିଲେ ନା, ସେଇଟା ମୋ କାର୍ଯ୍ୟ କରିବା ଧାରା ନୁହେଁ। ମୁଁ ଡାଇରେକ୍ଟ ଅତିମାନସିକ କ୍ରିୟା କରିପାରିଥାନ୍ତି, କିନ୍ତୁ ପୃଥିବୀ ପ୍ରସ୍ତୁତ ହେଇନି। ତେଣୁ ମତେ ଆଗ ପୃଥିବୀକୁ ପ୍ରସ୍ତୁତ କରିବାକୁ ପଡୁଛି, ତାପରେ ଯାଇକି ଅତିମାନସିକ କ୍ରିୟା ଧାରା ହବ। ତେଣୁ ପୃଥିବୀ ପ୍ରସ୍ତୁତ ହେଇନି, ଡାଇରେକ୍ଟ ଛାଡି ଦିଆଯିବ, ତାହେଲେ କଣ ହବ? ତ ସାଟର୍ଡିଂ ହେଇଯିବ, ଅର୍ଥାତ୍ ଛିନଛତରିଆ ଯୋଉ କୁହାଯାଏ ହେଲା। ତେଣୁ ଡାଇରେକ୍ଟ ହେଭି ଫୋର୍ସଟା ପଳେଇବ, କଣ ହବ ତାର ଅବସ୍ଥା? ଛିନଛତ। ଏଇଟା ଗୋଟେ ବଲ୍ବରେ ଜଳୁଛି। ମୁଁ ଏଠି ଏକାଥରେ 11 KV ପାୱାର ଛାଡ଼ିଦେବି, ଏ ବଲ୍ ରହିବ? ସବୁ ଢୋଡା ହେଇପାରିବ ନା ନାଇଁ? ତେଣୁ ଏଇ ଘର ପାଇଁ ଯେତିକି ୱାଟ, ଯେତିକି ପାୱାର ଦରକାର, ସେତିକି ପାୱାର ଛାଡିବ। ଏକାଥରେ 11 KV କରେଣ୍ଟ ଛାଡି ଦିଆଯିବ। ସେ ଫ୍ରିଜ, ଫ୍ୟାନ, ସେ ଯାହା ଯାହା ଅଛି ଘରେ, କରେଣ୍ଟ ଅନ୍ ହେଲା ମାନେ ସବୁ ଢୋଡା ହେଇକି ଫେଟିବ, ତାର ସବୁ ମେଲ୍ଟ କରିବ ହେଲା, ସମ୍ଭାଳି ପାରିବନି। ଆଉ ପୃଥିବୀର ଅବସ୍ଥା କଣ ହବ? ଯେ ଡାଇରେକ୍ଟ ଅତିମାନସିକ କ୍ରିୟା করে ଦେ ମା ପୃଥିବୀରେ, ତ ପୃଥିବୀର ଅବସ୍ଥା କଣ ହବ? ପ୍ରତ୍ୟେକ ବସ୍ତୁ କିଏ କୁଆଡେ ସବୁ ସାଟରିଂ ହେଇଯିବେ, ଅର୍ଥାତ୍ ଛିନଛତ ସ୍ଥିତି ରହିବନି। ବିରାଟ ଡିଜାୟାର ମନ ତିଆରି ହେଇଯିବ। ମା କଣ ଏଇଥିପାଇଁ ସଂସାରକୁ ତିଆରି କରିଛନ୍ତି? ଏଇଥିପାଇଁ କଣ ପୃଥିବୀ ତିଆରି କରିଛନ୍ତି? ତେଣୁ ମା ସେଦିନ ସେଇଥିପାଇଁ କରନ୍ତିନି, ଡାଇରେକ୍ଟ ଅତିମାନସିକ କାମ କରାନ୍ତି ନାହିଁ, ଆଗ ପ୍ରସ୍ତୁତି କରାନ୍ତି।
ଅତି ମାଂସ को पृथ्वी केମିତି ଗ୍ରହଣ କରିବ ସେଥିପାଇଁ ପ୍ରସ୍ତୁତ କରାନ୍ତି। ତେଣୁ ଆମ ଶରୀର କେମିତି ଗ୍ରହଣ କରିବ ଆଗ ଶରୀରକୁ ପ୍ରସ୍ତୁତ କରିବାକୁ ପଡିବ। ତେଣୁ ଶରୀର ପାଇଁ ସାଧନ ଦରକାର। ଶରୀର ପ୍ରସ୍ତୁତ ହବ ଅତି ମାଂସ ଗ୍ରହଣ କରିବା ପାଇଁ, ତେଣୁ ଶରୀର ପାଇଁ ସାଧନ ଦରକାର। ମା ସେଥିପାଇଁ କଣ କହିଲେ, ଫର ଦ ସାଧନ ଅଫ ଦ ବଡି ଜପ ଇଜ ଏସେନ୍ସିଆଲ। ଏସେନ୍ସିଆଲ ଶବ୍ଦଟା ବୁଝୁଛନ୍ତି ନା, ଗୋଟେ ନେସେସରି ଆଉ ଗୋଟେ ହେଲା ଏସେନ୍ସିଆଲ। ନେସେସରି କୋଉଟା, ଏସେନ୍ସିଆଲ କୋଉଟା? ନେସେସରି ହେଲା ଆବଶ୍ୟକ। ଆପଣଙ୍କୁ ମୁଁ 2 ଦିନ ହେଲା ଖାଇବାକୁ ଦେବିନି, ମରିବେନି, ମନେ ରଖିଥାନ୍ତୁ। ମରିଯିବେ, ଦେବବ୍ରତ ମରିଯାଇପାରେ। 2 ଦିନ ନ ଖାଇବ କଣ ହବ, ମରିବୁ କି କହ? ମରିପାରିବ କେହି ନୁହଁ। 2 ଦିନ ନ ଖାଇଲେ କେହି ମରିବେନି। ପବନ 2 ଘଣ୍ଟା ବନ୍ଦ କରିଦିଆଯିବ, ତାପରେ କଣ ହବ? ସବୁ ଟାଙ୍ଗେ ଏତେ। ତାହେଲେ କୋଉଟା ଆବଶ୍ୟକ କୋଉଟା ଅନିବାର୍ଯ୍ୟ? ଚିନ୍ତା କରନ୍ତୁ। ଖାଦ୍ୟଟା କଣ ଆବଶ୍ୟକ, ନେସେସରି ଗଲା, ଆଉ ପବନଟା ଏସେନ୍ସିଆଲ। ମା ଆମର ଏସେନ୍ସିଆଲ ହେଲେଣି। ଏଠି ମା କଣ କହିଲେ, ଫର ଦ ସାଧନା ଅଫ ଦ ବଡି ଜପ ଇଜ ଏସେନ୍ସିଆଲ। ନେସେସରି କହିନାହାନ୍ତି, ଏସେନ୍ସିଆଲ କହିଛି। ନିହାତି ଆବଶ୍ୟକ, ସେଟା ନହେଲେ ହେଇପାରିବ ନାହିଁ। ଯେ ଜପ କରୁନି ତା ଶରୀର ରୂପାନ୍ତର ହବ ହିଁ ନାହିଁ ହେଲା। ମା ସେଥିପାଇଁ କହିଛନ୍ତି ଫର ଦ ସାଧନା ଅଫ ଦ ବଡି ଜପ ଇଜ ଏସେନ୍ସିଆଲ ବିକଜ, କାରଣ କଣ, ଜପ ହାଜ ଏ ଡାଇରେକ୍ଟ ଆକ୍ସନ ଅନ ଦ ବଡି। ଜପର ଶରୀର ଉପରେ ସିଧାସଳଖ କ୍ରିୟା, ଡାଇରେକ୍ଟ, ଇନଡାଇରେକ୍ଟ ନୁହଁ। ଯଦି ଜପ କରାହଉଛି ସିଧାସଳଖ ଶରୀର ଉପରେ ତାର ପ୍ରଭାବ, କାରଣ ମା ସେଟା ନିଜେ ରିୟଲାଇଜ କରିଛନ୍ତି। ତାପରେ ମୁଁ କହିଛନ୍ତି ଏକ୍ସପେରିମେଣ୍ଟାଲ ଟ୍ରୁଥ, ଯୋଉଟା ଲାବୋରେଟୋରୀ ଯଦି ପରୀକ୍ଷା କରିକି ତାପରେ ଉପନୀତ ହେଲେ ଏଇଆ ହେଲା, ତାର ଲେଖା ହେଲା ସିଦ୍ଧାନ୍ତ। ଆମେ ପରୀକ୍ଷା କରି ଶେଷରେ ଏଇ ସିଦ୍ଧାନ୍ତରେ ଉପନୀତ ହେଲୁ ଯେ ତଥ୍ୟ ବାହାରିଲା, ବୈଜ୍ଞାନିକ ତଥ୍ୟ ବାହାର କରିଦେବେ। ତେଣୁ ସେମିତି ମା ପରୀକ୍ଷା କରିକି ସିଦ୍ଧାନ୍ତରେ ଉପନୀତ ହେଲେ ଏବଂ ତାପରେ ମୁଁ କହିଲି କଣ କହିଲେ, ଯେ ସର୍ବ ସାଧନା ପାଇଁ ଜପଟା ହଉଛି ନିତ୍ୟାନ୍ତ ଆବଶ୍ୟକ, ଅନିବାର୍ଯ୍ୟ ଯୋଉଟା କୁହାଯାଏ। କାରଣ ଶରୀର ଉପରେ ଜପର ସିଧାସଳଖ କ୍ରିୟା ରହିଛି। ମା କହିଲେ I have done 10 years of work within a few months through japa. I have done 10 years of work within a few months. 10 ବର୍ଷର ସାଧନାକୁ ମୁଁ କେହି ଅଳ୍ପ ମାସ ମଧ୍ୟରେ ହାସଲ କରିପାରିଛି। କା ଦ୍ୱାରା? ଏଇ ଜପ ଦ୍ୱାରା। ତେଣୁ 10 ବର୍ଷର ସାଧନାଟା ଅଳ୍ପ କେହି ମାସ ମଧ୍ୟରେ ଯେହେତୁ ମା ହାସଲ କରିପାରୁଛନ୍ତି, ତେଣୁ ଜପର ସିଧାସଳଖ କ୍ରିୟା ରହିଛି ନା ନାହିଁ। ତେଣୁ ଆମେ ଜପ କରିବାଟା ଅନିବାର୍ଯ୍ୟ। ଯୋଉମାନେ ଜପ କରନ୍ତି ଆଉ ଯୋଉମାନେ ଜପ କରନ୍ତି ନାହିଁ, ଏ 2 ଶ୍ରେଣୀ ବ୍ୟକ୍ତିଙ୍କ ଭିତରେ ପ୍ରଭେଦ ଅଛି ନା ନାହିଁ? ଅଛି। ଯିଏ ଜପ କରୁଥିବେ ତାଙ୍କୁ ସ୍ପଷ୍ଟ ଦେଖାଯିବ, ଯେ ଜପ କରୁନଥିବେ କୁହୁଡିଆ ଦେଖାଯିବ ହେଲା। କୁହୁଡି ଭିତରେ ଗୋଟେ ଜିନିଷକୁ ଦେଖିବା, 50 ଫୁଟ ଦୂରରେ ଗାଡିଟା ଆସିଛି, ମୁଁ ଏଠି ଅଛି, କୁହୁଡି ଯଦି ପୁରା ହେଇଛି କୁହନ୍ତୁ ନା ଭଲ ଦେଖାଯିବ। ତେଣୁ 10 ବର୍ଷ ସାଧନାଟା ମା ସହଜ କରିଦେଇଛନ୍ତି, ବୁଝିଲେ। 10 ବର୍ଷ ସାଧନାଟାକୁ ମା କମ ସମୟ ମଧ୍ୟରେ ହାସଲ କରିପାରିଛନ୍ତି। ଯୋଉମାନେ ଜପ କରନ୍ତି ତାଙ୍କୁ ସ୍ପଷ୍ଟ ଦେଖାଯିବ, ଯୋଉମାନେ ଜପ କରନ୍ତି ନାହିଁ ତାଙ୍କୁ କୁହୁଡିଆ ଦେଖାଯିବ। କୁହୁଡି ଭିତରେ ଆମେ ସ୍ପଷ୍ଟ ଦେଖିପାରିବା? ତେଣୁ ଆମେ କୁହୁଡିଆ ଭାବରେ ଦେଖିବାକୁ ଚାହୁଁ ନା ସ୍ପଷ୍ଟ ଦେଖିବାକୁ ଚାହୁଁ? ଯଦି ସ୍ପଷ୍ଟ ଦେଖିବାକୁ ଚାହୁଁ ଜପ କରିବା ଅନିବାର୍ଯ୍ୟ। ଜପରେ କଣ ହୁଏ, 4 ଗୋଟି ମହାନ ଶତ୍ରୁ ଯୋଉ ଅଛନ୍ତି, କାମ, କ୍ରୋଧ, ଅହଂ, ସ୍ୱାର୍ଥ। 4ଟା ମହାନ ଶତ୍ରୁ, ୟା ଉପରେ ବିଜୟ ଆଣି ହବ ଜପ ଦ୍ୱାରା ହେଲା। କାମ, କ୍ରୋଧ, ଅହଂ, ସ୍ୱାର୍ଥ, ଏ 4ଟି ମହାନ ଶତ୍ରୁ ଉପରେ ବିଜୟ ଅଣା ଯାଇପାରିବ ଜପ ଦ୍ୱାରା। ତେଣୁ ଆମେ ଜପ କରିବା ମାଙ୍କର। ମା ନାମ କଣ, ଗୋଟେ ମୋ ଆକାରେ ମା, ଗୋଟେ ଅଗ୍ନିବୀଜ ଭଳି କାମ କଲା, ଆଉ ଗୋଟେ ଚନ୍ଦ୍ରବୀଜ ଭଳି କାମ କରେ। ଆଉ ଭିତରେ ଯୋଉ କାଳିମା ସବୁ ଅଛି ସେ କଣ ହବ, ସେ କଣ ହବ, ପୋଡିକିରି ପାଉଁଶ କରିବ। ଏବଂ ଯେ ଚନ୍ଦ୍ରବୀଜ ଶୀତଳତା ପ୍ରଦାନ କରିବ। ଶୀତଳତା ପ୍ରଦାନ କଲେ କଣ ହବ, ଆଉ ଭିତରେ ଶୀତଳତା ପ୍ରଭାବ କାର୍ଯ୍ୟକାରୀ ହବ। କୋଉଟା ଦରକାର, ଶୀତଳତା ଦରକାର।
दुईटा जाक दरकार आम शीतलता भी दरकार आम भीतर थिया कालीमा भी पड़िया दरकार तेणु नाम जपटा करिया दरकार है तेणु जप कले दुईटी जाक कार्य एकाथरे आम भीतर अग्नि भली अपशक्ति गुड़िकर अग्नि जमी पोड़ी पकाए आम भीतर तुच्छ शक्ति जो मैंने अच्छा काम क्रोध लोभ मोह ये पड़ो और चंद्र शीतलतार किरण आमको प्रदान करी आम भीतर स्वच्छता प्रदान कर तेणु जप हूँ साधना निहाती अनिर्वार्य तेणु जो मैंने जप करेंगे जीवन में सबु असुविधा सबु बाधा दूर हो तेणु बाधा विघ्न साधना पत्र अनेक बाधा जीवन क्षेत्र अनेक बाधा आसो ये समस्त बाधा को कौन करा जप द्वारा अतिक्रम कर जप द्वारा समाधान कर आसतु माँ को भल पाइबा माँ के नाम को जप कर धन्यवाद गोटे मिनट नीरव रहा कार्यक्रम माँ पर निवेदन कर O Supreme Lord, eternal truth, let us obey thee alone and live according to truth. परमोच्च प्रभु सत्य नित्य त्वामेव केवलम अनुवर्ता महे सत्यम मनुजीवाम केवलम हे परम प्रभु चिरंतन सत्य आमे केवल तुमरी आज्ञा हो उठू और सत्यर विधान को आश्रय करी जीवन धारण करो। ओम आनंदमयी चैतन्यमयी सत्यमयी परमे ओम शांति शांति शांति।